जीव ब्रह्म उपरे आलोचना थरे करिथिले मु मन पड़ुनी दुईटा एपिसोड कि गोटे एपिसोड बनाई मु कहि पारनी तथापि जीव ब्रह्म पर आम आलोचना करिथिले। आज आम से जीव आत्मा आ ब्रह्म बा जीव ब्रह्म उपरे आम आलोकपात करिबा। आम देखिबा भागवत रे कौन जीव ब्रह्म उपर लिखा अछि। जीव एक कि अनेक, आत्मा सहित जीवर कौन संपर्क अछि, जीवर ब्रह्म सहित कौन संपर्क अछि। आमे जदि भागवत पृष्ठ को उल्टाइबा ताहले जना पड़िबो आम भीतर जो संदेह अच्छी निश्चिंत किसी मात्रा रे दूरीभूत हम। निश्चिंत आम किसी ज्ञान आहरण करि परिबा जे जीव कौन ब्रह्म कौन। तेबे आसंतु आमे भागवतर पृष्ठा उल्टाइबा। एकई वृक्षे हंस दुई बसंती प्रिय भाव बही। एकई वृक्षे, एकई वृक्ष माने नुहे जे आंब गछ आउ जो गछ सब अच्छी गछ समूह से वृक्ष कथा एठी कुआ जाए। आंब गछ कि बेल गछ कि अस्वस्थ गछ कथा कुआ जाए। एकई वृक्ष माने एठी ओलट वृक्ष, मनुष्यर शरीर ओलट वृक्ष। कारण जो वृक्ष आम देखुचे प्रकृतिर वृक्ष, प्रकृति वृक्ष शाखा प्रशाखा ऊपर को अच्छी आ चेरटा तलक अच्छी। चेरर माटी पानी खाद्य संग्रह करुचे, किंतु ये जो ओलट वृक्ष मनीष एक ओलट वृक्ष कारण आ शाखा प्रशाखा गुटिक तलक जाए। वृक्षर शाखा प्रशाखा तले उपरे आउ मनीषर शाखा प्रशाखा तले तलक जाए। तार ऊपर तुमर तल तलु संग्रह करुचे चेर माध्यम खाद्य संग्रह करुचे वृक्ष। आमे ऊपर संग्रह करुचे खाद्य पाटी बाटी, तेणु ऊपर रहिला तार तले रहिला, तेणु आकु ओलट वृक्ष कहा जाए। तेणु से ओलट वृक्ष रे हंस दुई बसंती प्रिय भाव बही। এই ଓଲଟ ବୃକ୍ଷରେ ହଂସ ଦୁଇ ଅଛନ୍ତି, ଦୁଇ ହଂସ। ଜୀବ ପରମ ହଂସ ଦୁଇଟି ହେଲେ ଜୀବ ପରମ। ବୃକ୍ଷର ଶାଖା ଅନେକ ଅଛି, किंतु ये जो शाखा कह जाए ये शाखार भितर से शाखा अच्छी, मनुष्य भीतर से शाखा अच्छी सूक्ष्म भाव अच्छा। हाथ रे ना जदि हाथ गोड़ शाखा है ये हाथ गोड़ से ना से शाखार ये ना कौटी अच्छा ना भीतर सूक्ष्म शाखार से अच्छा। एकई वृक्षे हंस दुई बसंती प्रिय भाव बही। एवं सी प्रिय भाव अच्छा, दुई जन प्रिय भाव अच्छा।
କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଜଣେ ଜଣକୁ ଦେଖୁଛି ଆଉ ଜଣେ ଜଣକୁ ଦେଖିପାରୁନି। ଜଣେ ଜଣକୁ ଦେଖୁଛି ଆଉ ଜଣେ ଜଣକୁ ଦେଖିପାରୁନି, କିନ୍ତୁ ପ୍ରିୟ ଭାବରେ ଅଛନ୍ତି। ବସନ୍ତି ପ୍ରିୟ ଭାବ ବହି, ଯେମିତି କୁହାଯାଇଛି ବେଦରେ, ସାଜୁଜା ସଖ୍ୟାଂ ସମାନ ବୃକ୍ଷ। ଗୋଟିଏ ବୃକ୍ଷ, ଏଠି ଏକଇ ବୃକ୍ଷ, ସେଠି ସଖ୍ୟାଂ ସାଜୁଜା ସଖ୍ୟାଂ ସମାନ ବୃକ୍ଷ, ସେଠି ସମାନ ବୃକ୍ଷ କୁହାଗଲା, ମାନେ ଗୋଟିଏ ବୃକ୍ଷ। ସାଜୁଜା ସଖ୍ୟାଂ, ସଖା ସଦୃଶ୍ୟ ଅଛନ୍ତି ସେଠି। ଇଏ ଲେଖିଲେ, ଭାଗବତରେ ଲେଖିଲେ ସେଇଟାକୁ ପ୍ରିୟ ଭାବ, ପ୍ରିୟ ଭାବରେ ଅଛନ୍ତି। ସଖା ମାନେ ପ୍ରିୟ। ଗୀତାରେ ସେମିତି କୁହାଯାଇଛି, ଅର୍ଜୁନ ଜୀବ, ପରମ କୃଷ୍ଣ, କୃଷ୍ଣ ଅର୍ଜୁନ, ଜୀବ ବ୍ରହ୍ମ। ତେଣୁ ଭାଗବତରେ ଯୋଉ କୁହାଯାଇଛି ପ୍ରିୟ ଭାବରେ ରହିଛନ୍ତି, ମାନେ ଅତି କ୍ଲୋଜ, ନିବିଡ଼ ସମ୍ପର୍କ ଭାବରେ ଅଛନ୍ତି। ବସନ୍ତି ପ୍ରିୟ ଭାବ ବହି, ସ୍ୱଭାବେ ବେନି ସାଖେ ଥାନ୍ତି, ଏକ ଆରେକ ନ ଦେଖନ୍ତି। ଜଣେ ଜଣକୁ ଦେଖିପାରୁନାହିଁ, ଜଣେ ଜଣକୁ ଦେଖୁଛି ଆଉ ଜଣେ ଜଣକୁ ଦେଖିପାରୁନାହିଁ। ସ୍ୱଭାବେ ବେନି ସାଖେ ଥାନ୍ତି, ଦୁଇଟି ଶାଖାରେ ବସିଛନ୍ତି ସ୍ୱଭାବରେ, କିନ୍ତୁ ଜଣେ ଜଣକୁ ଦେଖିପାରୁନାହିଁ। ଆଉ ଦୁଇ ଜଣଙ୍କର ଶକ୍ତି ସମାନ ମଧ୍ୟ। ଶକ୍ତି ଯେ ଜଣଙ୍କର କମ୍ ଆଉ ଜଣଙ୍କର ବେଶୀ ଅଛି, ତା ବି ନୁହେଁ, ତା ବି ନୁହେଁ। ସମାନ ଶକ୍ତି, ସମାନ ଶକ୍ତି ସେ ବହନ୍ତି, ବଧ ବିମୁକ୍ତ ବେନି ଗତି। ଗତିଟା ଜଣେ ବଦ୍ଧ ଆଉ ଜଣେ ବିମୁକ୍ତ। ଚିଦାନନ୍ଦ ରୂପ ବିମୁକ୍ତ, ବନ୍ଧନ ବିମୁକ୍ତ ମୁକ୍ତେଶ୍ୱର। ଜଣେ ବନ୍ଧନ, ଇଏ ଜୀବ ମଧ୍ୟ ବଦ୍ଧ ହେଲେ ବି ମୁକ୍ତ ହେଇପାରିବ। ସେଇଥିପାଇଁ ତ ଦ୍ୱିଖଣ୍ଡ ହେଇଯାଇଛନ୍ତି ନା। ଜଣେ ବଦ୍ଧ ଭାବରେ ରହିଥିବାରୁ ଦ୍ୱିଖଣ୍ଡ ଅନୁଭବ ହଉଛି, କିନ୍ତୁ ଗୋଟିଏ ସ୍ୱଭାବରେ ଗୋଟିଏ, କିନ୍ତୁ ଦୁଇ ଖଣ୍ଡ ହେଇଛନ୍ତି। ସ୍ୱଭାବ ପାଇଁ ଦୁଇ ଖଣ୍ଡ ହେଇଯାଇଛନ୍ତି। ବଦ୍ଧ ବିମୁକ୍ତ ବେନି ଗତି, ଦି ଜଣଙ୍କର ଗତି ହଉଛି, ଜଣେ ବିମୁକ୍ତ ଆଉ ଜଣେ ବଦ୍ଧ, ମାନେ ବନ୍ଧନ ଯୁକ୍ତ। ସେ ବୃକ୍ଷେ ଯେତେ ଫଳ ଫଳେ, ଏକ ଭୁଞ୍ଜଇ ତା ବଳେ। ସେଇ ବୃକ୍ଷରେ ଯେତେ ଫଳ ଫଳୁଛି, ଗୋଟିଏ ମଣିଷ ଓଲଟ ବୃକ୍ଷ କୁହାଗଲା, ତେଣୁ ସେଇ ତାର ଯେତେ ଫଳ, ତାର ଯେତେ କର୍ମ, କର୍ମ ଅନୁସାରେ ଫଳ ଫଳିବ। ତୁମେ ଆଙ୍ଗୁଠିଟା ନେଇ ଡିବିରେ ଦେଖେଇଦବ, ଫଳ କଣ? ପୋଡ଼ିଯିବ। ତେଣୁ ଡିବିରେ ଆଙ୍ଗୁଠି ଦେଖିବା ଲୋକ ତୁମେ ନିଜେ ବା ଜୀବ। ସେଇ ଫଳ କିଏ ଭୋଗ କରିବ? ସେଇ ନିଜେ ଭୋଗ କରିବ। ଆମ୍ବଟି ଖାଇଲ, ମିଠା ଲାଗିଲା, ସେ ଫଳର ଭୋଗଟା ତୁମେ ଭୋଗ କଲ। ତୁମ ବଳ ଅନୁସାରେ ବା ତୁମର ଚେଷ୍ଟା ଅନୁସାରେ ତୁମେ ସେ ଫଳର ଭୋଗକୁ ତୁମେ ଗ୍ରହଣ କରୁଛ ବା ତୁମେ ଭୋଗୁଛ। ଦୁଃଖ ସୁଖ, ଖଟା ମିଠା, ସବୁର ଭୋଗ ତୁମେ କରୁଛ।
ସେମିତି ସେଠି କୁହାଗଲା ସାଜୁଜା ସଖ୍ୟାଂ ସମାନ ବୃକ୍ଷଂ ପରିଶସ୍ୟ ଜାତ ତୌରନ୍ୟ ସେଥି ମଧ୍ୟରୁ ଗୋଟିଏ ମିଠା ପିପଳଂ ଅଭିଚାକସତି, ଗୋଟିଏ ମିଠା ଫଳ ଖାଉଛି, ଆଉ ଜଣେ ଅନଶନେନ, ଆଉ ଜଣେ ଅନଶନ କରୁଛି, ମାନେ ଖାଉନି, କିଛି ଖାଉନି କି ଧାରୁନି, ସେ ଦେଖୁଛି ଖାଲି। ଇଏ ସେଇ କଥା ଏଠି ଲେଖିଛନ୍ତି, ସେ ବୃକ୍ଷ ଯେତେ ଫଳ ଫଳେ ଏକ ଭୁଞ୍ଜଇ ତାହା ବଳେ, ଏକ ବଞ୍ଚଇ ଉପବାସେ ନିର୍ଲେପ ନିରଞ୍ଜନ ଆସେ, ନିର୍ଲେପ ନିରଞ୍ଜନ ଆସେ, ଆଶାଟା ନିର୍ଲେପ ନିରଞ୍ଜନ, ଆଉ ଜଣେ ଭୋଗ, ଏକ ବଞ୍ଚଇ ଉପବାସ, ଜଣେ ଖାଉଛି ଭୋଗ କଲା, ଏକ ଭୁଞ୍ଜଇ ତାହା ବଳେ, ଆଉ ଜଣେ ଏକ ବଞ୍ଚଇ ଉପବାସ, ଇଏ ଖାଉନି। ଏ ଯୋଉ ଜୀବ ପରମ ପରମ ଏଠି କିଛି ଖାଉନି। এইଭଳି এই ସ୍ଥିତିରେ ଏଇ ଅବସ୍ଥାରେ ଦୁଇ ଜଣଙ୍କ ଅବସ୍ଥାନ କରୁଛନ୍ତି। ତେଣୁ ଏଠି ସ୍ପଷ୍ଟ ପ୍ରମାଣ ହେଉଛି କ'ଣ ନା ଜୀବ ବ୍ରହ୍ମ ଗୋଟିଏ, ଗୋଟିଏ ତୁମ ଭିତରେ ଯୋଉ ବ୍ରହ୍ମ ଆମେ ଖୋଜୁଛେ ବାହାରେ, ପରମ ବ୍ରହ୍ମ, ପରମ ଶକ୍ତି, ଈଶ୍ୱର, ସେ ତୁମ ଭିତରେ ଅଛନ୍ତି। କିନ୍ତୁ ନ ଦେଖିବାର କାରଣ କ'ଣ ନା ତୁମେ ସମ୍ୟକ ଭାବରେ ଅଲଗା ହେଇଯାଇଛ, ନିଜକୁ ଅଲଗା ଭାବୁଛ, ନିଜକୁ ବ୍ରହ୍ମ ଭାବୁନା। ବ୍ରହ୍ମବିତ୍ ବ୍ରହ୍ମୈବ ଭବତି, ବ୍ରହ୍ମବିତ୍ ବ୍ରହ୍ମୈବ ଭବତି, ତୃତୀୟ ମଣ୍ଡୁକ 2 ମନ୍ତ୍ର 6 ଲେଖା ହେଇଛି, ଦେଖିଏ ମଣ୍ଡୁକ ଉପନିଷଦ ତୃତୀୟରେ ମନ୍ତ୍ର 6 ଲେଖା ହେଇଛି, ବ୍ରହ୍ମବିତ୍ ବ୍ରହ୍ମୈବ ଭବତି, ବ୍ରହ୍ମ ହେଇଯିବ, ଯିଏ ବ୍ରହ୍ମକୁ ଜାଣି ନେଇଗଲା ବ୍ରହ୍ମ ହେଇଯିବ, ବ୍ରହ୍ମବିତ୍ ବ୍ରହ୍ମୈବ ଭବତି, ଫରକ ନାହିଁ କିଛି। ତେଣୁ ଏ ଜୀବ ଯେପର୍ଯ୍ୟନ୍ତ ନ ଜାଣିଛି ସେ ପର୍ଯ୍ୟନ୍ତ ସେଇ ଭାବରେ ସେ ରହିବ, ସେ ପରିଧିରେ ରହିବ। ସମ୍ୟକ ଜ୍ଞାନ ରହୁଛି, ସମ୍ୟକ ଜ୍ଞାନ କ'ଣ? ଫୁଡ୍, କ୍ଲଥ୍, ସେଲ୍ଟର, এই ତିନୋଟି ହେଇଗଲେ ସରିଗଲା। ସେ ନିଜେ ଯେ ବ୍ରହ୍ମ ଆସିଛି ବ୍ରହ୍ମ ପାଇଁ, ନିଜେ ବ୍ରହ୍ମ ହବା ପାଇଁ ଆସିଛି, ଯଦିଓ ବ୍ରହ୍ମ ଜାଣିନି। ତେଣୁ ସେ ବ୍ରହ୍ମର ମୂଲ୍ୟ କ'ଣ ଅଛି? ମୁଁ ଜାଣିନି, କୋଟି କୋଟି ଟଙ୍କା ମୋର ଅଛି, ମୋ ଆକାଉଣ୍ଟରେ ଅଛି, ମୁଁ ଜାଣିନି, ତାହେଲେ ସେ ଟଙ୍କାର ମୂଲ୍ୟ କ'ଣ ଅଛି? କିଏ ରଖିଦେଇଛି ବା ତୁମେ ରଖିଛ, ଭୁଲି ଯାଇଛ। ତୁମ ଆକାଉଣ୍ଟରେ, ତୁମେ ସେଭିଙ୍ଗସ୍ ଆକାଉଣ୍ଟରେ ତୁମେ କୋଟି କୋଟି ଟଙ୍କା ଅଛି, ତୁମେ ଭୁଲି ଯାଇଛ। ଏବେ ଯେମିତି ଜଣେ ପାଗଳ ଭୁଲିଯାଏ ପୃଥିବୀ, ନିଜ ଦାଦା ଖୁଡି, ବାପା ମା, ପୁଅ ଜାଣିପାରେ ନା, ତାକୁ ଦେଖିଲେ ବି ସିଏ ବ୍ରହ୍ମ ନା ନାହିଁ, ସେ ଭୁଲି ଯାଇଛି ନା। ନିଜ ପୁଅକୁ ଚିହ୍ନି ପାରୁନ, ନିଜ ମାକୁ ଚିହ୍ନି ପାରୁନ, ନିଜ ଭାଇକି ଚିହ୍ନି ପାରୁନି, କାରଣ ସେ ପାଗଳ। ଯଦି ସେ ସ୍ତରକୁ ଯିବା, ଦେଖନ୍ତୁ ସେଇ ବ୍ରହ୍ମ ତା ଭିତରେ ଅଛି, କିନ୍ତୁ ମେଣ୍ଟାଲି ଡିଜଅର୍ଡର, ସେ ଜାଣିପାରୁନି କିଏ କ'ଣ। ସେମିତି ସେଇ ଅଂଶରେ ନିଜକୁ ନିଅନ୍ତୁ, ନିଜକୁ ନିଅନ୍ତୁ। ତୁମେ କ'ଣ? ମୁଁ କହିବିନି ସେ ଶବ୍ଦ, ତୁମେ କ'ଣ? ତୁମେ ବି ସେଇଆ। ଏ ପରିଧିରେ ଯେ ବୁଲିଲା, ସେ ବି ଟଙ୍କାର ପାଗଳାମରେ ଯେ ଦୌଡୁଛି, ଅର୍ଥର ପିପାସାରେ ଯେ ଦୌଡୁଛି, ଅନୈତିକ କାର୍ଯ୍ୟରେ ଯେ ଦୌଡୁଛି, ପରିଧି ଆଡକୁ ଯାଉଛି, ତାକୁ ଆମେ କ'ଣ କହିବା? ତୋ ଦେହେ ଜଗନ୍ନାଥ ଅଛି, ତୋ ଦେହେ ଜଗନ୍ନାଥ ଅଛି, ମିଛରେ ଦେବତା ପୂଜୁଛି। ଦେବତାକୁ ପୂଜା ହଉଛି, କିନ୍ତୁ ତୁମ ଭିତରେ ଜଗନ୍ନାଥ ଅଛି ବା ତୁମ ଭିତରେ ବ୍ରହ୍ମ ଅଛି।
ତେଣୁ ପରିଧିର ରେସ୍ରେ ଯେଉଁମାନେ ଦୌଡ଼ୁଛନ୍ତି ତାଙ୍କୁ ଅର୍ଦ୍ଧ ପାଗଳ କହିଲେ ବି ଅତ୍ୟୁକ୍ତି ହେବନି। ଯେଉଁମାନେ ଚିହ୍ନି ପାରୁନାହାନ୍ତି ସେମାନେ ତ ପାଗଳ ଡିଜଡ଼ ଠିକ୍ ଅଛି, କିନ୍ତୁ ଯିଏ ଜାଣିକିରି ଅନୁଭବ କରିକିରି ନିଜକୁ ବ୍ରହ୍ମ ଅସ୍ୱୀକାର କରିକିରି ଯିଏ ଦୌଡ଼ୁଛି ପରିଧି ଆଡ଼କୁ, ତାଙ୍କୁ ଆମେ କ'ଣ କହିବୁ? ଏ ପାଗଳାମିର ନିଶା। ସେ ଅଜ୍ଞାନତାରେ ପାଗଳ, ତୁମେ ଜ୍ଞାତରେ ପାଗଳ ନୁହେଁ କି? ସେ ଅଜ୍ଞାନତାରେ ପାଗଳ, ତୁମେ ଜ୍ଞାନରେ ପାଗଳ। ତେଣୁ ଆମେ ଏଠି ସ୍ପଷ୍ଟ ପ୍ରମାଣ ମିଳିଲା, ଦୁଇଟି ପକ୍ଷୀ, ସେ ପକ୍ଷୀ କହିଛନ୍ତି, ଇଏ ହଂସ କହିଛନ୍ତି, ପାର୍ଥକ୍ୟ ଏତିକି। ତେଣୁ ଦୁଇଟି ପକ୍ଷୀ ବା ଦୁଇଟି ହଂସ ସମାନ ଶକ୍ତି ବହିକିରି ଗୋଟିଏ ବୃକ୍ଷରେ ଜଣେ ଖାଉଛି ଆଉ ଜଣେ ଅନଶନ କରୁଛି। ଜଣେ ଖାଉଛି, ଜଣେ ଅନଶନ କରୁଛି, ଏଇଟା କିଏ ହେଇପାରେ? ତେଣୁ ତୁମେ ଯଦି ଏବେ ବି କହିବ ନିଜେ ବ୍ରହ୍ମ ହେଇଯିବ। ତୁମେ ଯଦି କହିବ ନାଇଁ ମୁଁ ଗରିବ, ତୁମେ ଗରିବ ହେଇଯିବ। ତୁମେ ଯଦି କହିବ ମୁଁ ଧନୀ ହେଇଯିବ। ତୁମେ ଯାହା ଅନୁମାନ କରିବ, ତୁମର ଜ୍ଞାନ ଚକ୍ଷୁରେ ଯାହା ଅନୁଭବ କରିବ, ତୁମେ ସେୟା ମଧ୍ୟ ହେଇଯିବ। ଜଣେ ଭିକ ମାଗୁଥିଲା, ଭିକ ମାଗିଲା ପରେ ଶେଷ ମୁହୂର୍ତ୍ତରେ ମଧ୍ୟ ଭିକ ମାଗି ମାଗି ମରିଗଲା। ସେ ଯମଙ୍କ ପାଖରେ ପହଞ୍ଚିଗଲା। ଚିତ୍ରଗୁପ୍ତ ଆଗରେ ବସିଛି। ଯମ କହିଲେ, ଦେଖ ଆଙ୍କ ନୋଟ ଖୋଲ, କ'ଣ କ'ଣ ହେଇଛି। ଚିତ୍ରଗୁପ୍ତ ଦେଖିଲେ ଇଏ ତ ଭିକ ମାଗୁଥିଲା, କିନ୍ତୁ ଯମ ସେଦିନ ବହୁତ ଖୁସ୍ ମିଜାଜରେ ଥିଲେ। କ'ଣ ତାଙ୍କର ହେଇଥିବ କେଜାଣି, ସେ ବହୁତ ମାନେ ଆନନ୍ଦ ଅବସ୍ଥାରେ ଥିଲେ ଯମ। ତେଣୁ ଆନନ୍ଦ ଅବସ୍ଥାରେ ଥିଲେ ତ ଗ୍ରାଣ୍ଡ ଶୀଘ୍ର ହେଇଯିବ ନା। ତେଣୁ ଏ ଲୋକ ଟିକେ ଦେଖିଗଲେ, କହିଲେ ସେ ଯାହା କରିଥାଉ କିଛି ନାହିଁ, ସେ ଯାହା କରିଥାଉ ପାପ ପୁଣ୍ୟ କିଛି ନାହିଁ, ମୁଁ ଯେହେତୁ ଆଜି ଆନନ୍ଦରେ ଅଛି, ଖୁସିରେ ଅଛି, ଆର ସବୁ ଦୋଷ ମୁକ୍ତ, ସବୁ ଦୋଷରୁ ମୁକ୍ତ କରିଦିଆଗଲା। ତେଣୁ ତୁ କ'ଣ ମାଗୁଛୁ କହ, ମୁଁ ତତେ ସେଇଆ କରେଇଦେବି। ଚାହିଁବୁ ତ ସ୍ୱର୍ଗର ରାଜା ହବୁ, ରାଜା କରେଇଦେବି। ଇନ୍ଦ୍ରପଦ ଦରକାର, ଇନ୍ଦ୍ରପଦ ଦେଇଦେବି। ଯାହା ଚାହିଁବୁ ମୁଁ ତତେ କରେଇଦେବି। ଧନଶାଳୀ ହେଇକି ଯୋଉ ଜନ୍ମ କରିବୁ, ପୃଥିବୀରେ ତତେ ଜନ୍ମ କରେଇ ଦିଆଯିବ। ମୁଁ ଆଜି ବହୁତ ଖୁସି ଅଛି ଏବଂ ତୋ ଉପରେ ବହୁତ ମୁଁ ଖୁସି ଅଛି। କ'ଣ ଚାହୁଁଛୁ? ସେଠୁ ଇଏ ଯୋଉ ଅଇଣ୍ଠୁ ଦାସ ଯାଇଥିଲା ଉପରକୁ, ଅଇଣ୍ଠୁ ଦାସ କହିଲା, ହଜୁର ମୋତେ ପାରୁଛନ୍ତି ଯଦି ବଞ୍ଚେଇକିରି ସେଇ ଭିକ ମାଗିବା ସେକ୍ସନଟା ଟିକେ ବଢ଼େଇ ଦିଅନ୍ତୁ। ଯେମିତି ମୁଁ ଭିକ ମାଗୁଥିଲି, ଯୋଉଠି ଦି ପଇସା ଆସିବ ମୋତେ ସେଇଟା ହିଁ କରିଦିଅନ୍ତୁ। ଦେଖିଲେ, ମାନେ ଲୋକର, ସିଏ ଯଦି ତାଙ୍କୁ କୁହାଉଛି ସ୍ୱର୍ଗର ରାଜା ହବ, ମନା କରୁଛି। ଇନ୍ଦ୍ରପଦ ଦରକାର, ମନା କରୁଛି। କାରଣ ସେ ବ୍ରହ୍ମ ଜାଣିନି, କ'ଣ ନିଜକୁ ଅନୁଭବ କରୁନି। ସେ ଭିକାରୀ ରୂପ ଧରିଛି। ମରିଗଲେ ବି ଭିକାରୀ, ପୁଣି ଜନ୍ମ ନେଲେ ବି ଭିକାରୀ। ପୁଣି ଧର ଯମ କଥା ଛାଡ଼ନ୍ତୁ, ପୁଣି ଜନ୍ମ ନେବ କି ନାହିଁ? ସେ ଜନ୍ମ ନେଲେ ବି ସେଇ ଭିକାରୀ ରୂପ ଧାରଣ କରିବ। ତେଣୁ ଯିଏ ଅବ୍ରହ୍ମ, ଯିଏ ବ୍ରହ୍ମକୁ, ବ୍ରହ୍ମର ଧାରଣା ନାହିଁ ଯାହା ପାଖରେ, ସେ କ'ଣ ହବ? ସେଇ ଜୀବ ଭାବରେ ରହିବ। ଆୟା ଥା କିସ୍ କାମ ସେ ସୋୟା ଚାଦର ଚାନ୍ଦ, କବିରଙ୍କ ଭାଷାରେ, ଆସିଥିଲ ଯୋଉ ରୂପରେ ଶୋଇପଡ଼ିଛ ଚାଦର ପାରିକରି। ନିଜକୁ ବ୍ରହ୍ମ ବୋଲି ପରିଚିତ ହେବା ପାଇଁ ଆସିଥିଲ। ତମକୁ ଟ୍ୟାକ୍ସ ଦିଆହେଇଥିଲା, ପୃଥିବୀକୁ ଆସିବ, ମର୍ତ୍ତ୍ୟପୁରକୁ ଆସିବ। ମର୍ତ୍ତ୍ୟପୁର ମାନେ ଏଠି ମରିବ, ପୁଣି ଫେରିଯିବ। ଯେତିକି ଦିନ ଟୁର୍ ଥିଲା, ଆମେ କାଶ୍ମୀର ଯାଉଛେ, ଗୋଆ ଯାଉଛେ, ଓଟି ଯାଉଛେ, ଯେତେ ସବୁ ଭଲ, ପୁରୀ ଯାଉଛେ, କାଶୀ ବିଶ୍ୱନାଥ, ଯେତେ ଯେତେ ଭଲ ଭଲ ପିକନିକ ସ୍ପଟ ଅଛି ଆମେ ଯାଉଛୁ।
ମନ ଫୁର୍ତ୍ତି କରିବାକୁ ଯାଉଛ, ବୁଲି ହେଲେ ଟିକେ ଭଲ ଲାଗିବ, ନୂଆ ନୂଆ ଜାଗା ଦେଖିବ। ତେଣୁ ଭୁଲି ଯାଇଛ ଯେ ତୁମର ପରମାନେଣ୍ଟ ଜାଗା ଏଇଟା ନୁହେଁ। ତୁମେ ଆସିଛ ପୁଣି ସ୍ୱର୍ଗରୁ ଆସିଛ, ପୁଣି କେଉଁ ସ୍ଥାନରୁ ଆସିଛ, ଶୂନ୍ୟରୁ ଆସିଛ, ଏଠି ପହଞ୍ଚିଛ। ଇଏ ବି ଏକ ପିକନିକ ସ୍ପଟ। ସିଏ 8 ଦିନିଆ ହେଲେ ବି ଇଏ 80 ବର୍ଷ। କାଶ୍ମୀରଟା 8 ଦିନ ଯାଇ ବୁଲିକି ଆସିବ, ଠିକ ଅଛି। କିନ୍ତୁ ଏଇଟା ଯେ 80 ବର୍ଷ ପାଇଁ ଆଇଛ ଟୁରରେ, ଫେରିବାକୁ ପଡ଼ିବ ତୁମକୁ। ସେ କଥା ଆମେ କେତେବେଳେ ଭୁଲି ଯାଇଛେ, କେବେ ବି ମନେ ପକେଇନା ଆଜି ପର୍ଯ୍ୟନ୍ତ। ଆମେ ଫେରିବାକୁ ପଡ଼ିବ। ଆମେ ଟୁରରେ ଅଛୁ, ଦେଖୁଛୁ ନଈ ବହି ଯାଉଛି, ପାହାଡ଼ର ଉଚ୍ଚ ସ୍ଥାନ, କୁହୁଡ଼ିର ଘନ କୁହୁଡ଼ିର ସକାଳର ଦୃଶ୍ୟ, ସୂର୍ଯ୍ୟର ରକ୍ତିମ ଆଭା, ଜଙ୍ଗଲର ଦୃଶ୍ୟ, କୋଇଲିର କୁହୁ ନାଦ, ଝରଣାର କଳକଳ ଶବ୍ଦ। ଇଏ ବି ପିକନିକ ସ୍ପଟ ନୁହେଁ କି ପୃଥିବୀରେ ଏମିତି ବନେଇ ଦିଆହେଇଛି, ତୁମେ ବି ଆଶ୍ଚର୍ଯ୍ୟ ଲାଗୁଛି ଦେଖି ଦେଖି। କୋଉଠି ଥଣ୍ଡା ପାଣି ବାହାରିଲାଣି ତ କୋଉଠି ଗରମ ପାଣି ବାହାରିଲାଣି ତଳୁ, କୋଉଠି ଉଲ୍କାପାତ ହେଲାଣି ତ କୋଉଠି ସମୁଦ୍ରର କୂଳ ଲଙ୍ଘନ କଲାଣି। ଇଏ କ'ଣ ପିକନିକ ସ୍ପଟ ନୁହେଁ କି? ତୁମେ ଆସିଛ କିନ୍ତୁ ଭୁଲି ଯାଇଛ ମୁଁ ବ୍ରହ୍ମ। ମୁଁ ଜୀବ ଭାବରେ ଆସିଥିଲ ବ୍ରହ୍ମକୁ, ବ୍ରହ୍ମରେ ପରିଣତ ହେବା ପାଇଁ। କିନ୍ତୁ ସେଇ ସ୍ତରରେ ରହିଯିବ। ଏବେ ବି ସୁଯୋଗ ମିଳୁଛି ତୁମକୁ, ଏବେ ବି ସୁଯୋଗ ମିଳୁଛି। ତୁମ ଡ୍ୟୁଟି ଭୁଲିକିରି ତୁମେ ଖୋଜ, ବ୍ରହ୍ମକୁ ଖୋଜ, ନହେଲେ ମିଳିବନି। ଏଇ ଜୀବ ଏବଂ ବ୍ରହ୍ମ ବା ପରମ ବ୍ରହ୍ମ, ଜୀବ ଏବଂ ପରମ ବ୍ରହ୍ମ ଭାବ ନେଇକିରି ଏ ବିଶ୍ୱ ବ୍ରହ୍ମାଣ୍ଡକୁ ପାଳନ କରାଯାଉଛି। ଏଇ ଜୀବ ପରମ ଭାବ ନେଇକିରି ଏ ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଇଛି। ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି କରିବାର କାରଣ ହଉଛି ଏଇଟା। ଧର ତୁମେ ଆସିଥାନ୍ତ, କେହି ନଥାନ୍ତ, ତୁମେ ଏକୁଟିଆ ଏଠି ଅବସ୍ଥାନ କରିଥାନ୍ତ, କ'ଣ କରିଥାନ୍ତ? କେହି ନଥାନ୍ତେ ସାରା ବିଶ୍ୱରେ, ତୁମେ ଥାନ୍ତ, ଏ ପ୍ରକୃତି ବି ନଥାନ୍ତା, କିଛି ନଥାନ୍ତା। ତେଣୁ ପ୍ରକୃତି ସହିତ ତୁମକୁ ମଧ୍ୟ ସଂଯୋଜିତ କରିଦିଆହେଇଛି। ତୁମ ପାଇଁ ପ୍ରକୃତି ସୃଷ୍ଟି କରାହେଇଛି। ରସଯୁକ୍ତ ହେଇନଥାନ୍ତା, ଏ ପୃଥିବୀ ପୃଷ୍ଠଟା ରସଯୁକ୍ତ ହେଇନଥାନ୍ତା ତୁମେ ଯଦି ଏକୁଟିଆ ଥାନ୍ତ। ଏଠି କେହି ନଥାନ୍ତା, କୋର୍ଟ ନଥାନ୍ତା, କଚେରୀ ନଥାନ୍ତା, ଚୋର ନଥାନ୍ତେ, ପୋଲିସ ନଥାନ୍ତେ, ଡାକ୍ତର ନଥାନ୍ତା, ରୋଗ ନଥାନ୍ତା, ଆମ୍ବ ଗଛ ନଥାନ୍ତା, ତାଳ ଗଛ ନଥାନ୍ତା, ସଜନା ଗଛ ନଥାନ୍ତା, ଫୁଲ ନଥାନ୍ତା, ନଈ ନଥାନ୍ତା, କିଛି ନଥାନ୍ତା। ତୁମେ ଥାନ୍ତା, ତୁମେ ରହିପାରିଥାନ୍ତ। ମୋବାଇଲ ନଥାନ୍ତା, ୟୁଟ୍ୟୁବ ନଥାନ୍ତା, ତୁମେ କେମିତି ରହିଥାନ୍ତ? ଇଏ ବି ସୃଷ୍ଟିର ସର୍ଜନା। ବର୍ତ୍ତମାନ ଯୋଉ ଆପ୍ଲିକେସନ ତିଆରି ହେଇଛି ମୋବାଇଲରେ, ଇଏ ବି ସୃଷ୍ଟିର ସର୍ଜନା। ଆସ୍ତେ ଆସ୍ତେ ପରିବର୍ତ୍ତନ ହେଉଛି ସମୟ ଅନୁସାରେ। ତେଣୁ କିଛି ଯଦି ନଥାନ୍ତା ତୁମେ କ'ଣ କରିଥାନ୍ତ ଏଠି? ଯିଏ ପଠେଇଛି କାହା ଦ୍ୱାରା ତ ଏଠିକି ଆସିଥାନ୍ତା, ଆସିଥିଲ, ତାକୁ କହିଥାନ୍ତ ନାଇଁ ବାବା ମୁଁ ଏଠି ଭଲ ଲାଗୁନି, ଗୋଟେ ସେକେଣ୍ଡ ବି ରହିନଥାନ୍ତା। କେହି ତ ନାହାନ୍ତି, ଖାଲି ଆକାଶଟା ଅଛି, ପୃଥିବୀଟା ଅଛି, ଆଉ କେହି ନାହାନ୍ତି, ମୁଁ କ'ଣ କରିବି ଏଠି? ନିଃସଙ୍ଗ ଲାଗିଥାନ୍ତା, ସଲିଟାରୀ ଲାଗିଥାନ୍ତା ଜୀବନଟା। ଚାଲ ଫେରିଯିବା। ତେଣୁ ଏଠି ଯୋଉ ପୃଥିବୀର ସର୍ଜନା କରାଯାଇଛି, ଆଉ ତୁମକୁ ଆଣି ଜୀବ ଭାବରେ ବା ବ୍ରହ୍ମ ଜୀବ ଗୋଟିଏ ଜାଗାରେ ରଖି ଦିଆହେଇଛି। ଏ ବ୍ରହ୍ମାଣ୍ଡକୁ ପାଳନ କରିବା ପାଇଁ ମଧ୍ୟ ତୁମକୁ ନିର୍ଦ୍ଦେଶ ଅଛି।
ଖାଲି ଆସିଛ ନୁହେଁ, ପାଳନ କରିବା ମଧ୍ୟ ତୁମ ଦାୟିତ୍ୱ। ଗଛଟି ତୁମେ ଲଗାଉଛ, ଗଛ ଉଠୁଛି, ଫଳ ଫଳୁଛି। ଆଟମିକ ବମ୍ ତୁମେ ତିଆରି କରୁଛ। ସୃଷ୍ଟି ପାଳନ ସଂହାରଣ ଏ ସର୍ବ ଆତ୍ମାର ବିହାଣ। ଏ ସୃଷ୍ଟିକି ପାଳନ କରିପାରିବ, ଧ୍ୟାନ କରିପାରିବ, ମାନେ ସୃଷ୍ଟି କରିପାରିବ। ସୃଷ୍ଟି ପାଳନ ସଂହାରଣ ଏ ସର୍ବ ଆତ୍ମାର ବିହାଣ। ଆତ୍ମା ସୃଷ୍ଟି କରୁଛି, ଏ ଜଗତକୁ ସୃଷ୍ଟି କରୁଛି ଆତ୍ମା ତୁମ ରୂପରେ, ମଣିଷ ରୂପରେ। ଦେଖନ୍ତୁ ଦୁଇଟି ସୁଇଚ ବର୍ତ୍ତମାନ ଅଛି, ମାରି ଦିଆଯିବ, ଏ ପୃଥିବୀ ଧ୍ୱଂସ ହେଇଯିବ ଟୋଟାଲ। ଏତେ ଖତରନାକ ଜିନିଷ ସବୁ ତିଆରି କରି ରଖାଯାଇଛି। କୌଣସି କୌଣସି ଦେଶ ରଖିଛନ୍ତି ମାତ୍ର ଦୁଇଟି ସୁଇଚ, ସାରା ପୃଥିବୀରେ କେହି ରହିପାରିବେନି। ଆଉ ଯିଏ ସୃଷ୍ଟି କରିଛି ପୃଥିବୀକି ବା ଏଇ ଯୋଉ ପ୍ରକୃତିକି, ମଣିଷକୁ, ସିଏ ତ ସେ ମଣିଷ, ନଷ୍ଟ କରିବା ମଧ୍ୟ ସେ ମଣିଷ। ଯିଏ ପରମାଣୁ ବୋମା ତିଆରି କରିଥିଲା, ଏବେ କିଛି ବର୍ଷ ପରେ ମରିଗଲା। ଷ୍ଟେଟମେଣ୍ଟ ନିଆଗଲା, କହିଲା ମୁଁ ଭୁଲ କରିଛି, ସରି ଭୁଲ କହିଲି, ଯିଏ ପରମାଣୁ ବୋମା ଆଣି ପକେଇଥିଲା ଜାପାନ ହିରୋସୀମା ନାଗାସାକିରେ, ସେ କହିଲା ଏଭଳି କାମ କେହି କରିବା ଉଚିତ ବି ନୁହେଁ, ମୁଁ ଭୁଲ କରିଛି ପକେଇକି। ତେଣୁ ଯିଏ ତିଆରି କରିଛି ପରମାଣୁ ବୋମାକୁ, ସେ ତ ଏଇ ଉଦ୍ଦେଶ୍ୟରେ ତିଆରି କରିନଥିଲା। ତଥାପି ସେ ଷ୍ଟେଟମେଣ୍ଟ ଦେଲା ଯେ ଏ ସବୁ ମାରଣାସ୍ତ୍ର ତିଆରି କରିବା ବି ଉଚିତ ନୁହେଁ। ତେଣୁ ସୃଷ୍ଟିକି ଯିଏ ପାଳନ କରୁଛି, ଯିଏ ସୃଷ୍ଟି କରିଛି, ଯିଏ ସାରା ବ୍ରହ୍ମାଣ୍ଡର ଭାବରେ କର୍ତ୍ତା ହିସାବରେ ରହିଛି, ସେ ତୁମ ଭିତରେ ମଧ୍ୟ ଅଛି। କେମିତି ଅଛି ନା ଜୀବ ପରମ ଭାବ ନେଇକି ସେ ଅଛି। ଯିଏ ଜୀବ ସେଇ ପରମର ଭାବ ନୁହେଁ ନଷ୍ଟ କରିବା। ସାରା ବିଶ୍ୱ ଗୋଟେ ଆଇନରେ ଚାଲୁଛି କି ନାହିଁ, ଗୋଟେ ରୁଲ ରେଗୁଲେସନ ଅଛି କି ନାହିଁ। ସୂର୍ଯ୍ୟ ଅଛି, ଚନ୍ଦ୍ର ଅଛି, ପୃଥିବୀ ଅଛି, ପବନ ଅଛି, ପ୍ରକୃତି ଅଛି। ତାକୁ ପାଳନ କରିବା ଲୋକ କିନ୍ତୁ ତୁମ ଭିତରେ ଅଛି। କୋଉ ଭାବରେ ଅଛି? ପାଳନକର୍ତ୍ତା ଭାବରେ ଅଛି। ତେଣୁ ଭାଗବତରେ ଗୋଟେ ସୁନ୍ଦର ପଦ ଲେଖା ହେଇଛି, ଜୀବ ପରମ ଭାବ ବହି ବ୍ରହ୍ମାଣ୍ଡ ପାଳୁ ଭାବଗ୍ରାହୀ। ଜୀବ ପରମ ଭାବ ବହି ତାମାନେ ଜୀବ ଯିଏ ସେଇ ପରମ ଭାବରେ ଅଛି, ପରମ ଯିଏ ସେଇ ଜୀବ ଭାବରେ ଅଛି। ଜୀବ ପରମ ଭାବ ବହି ବ୍ରହ୍ମାଣ୍ଡ ପାଳୁ ଭାବଗ୍ରାହୀ। ତେଣୁ ଜୀବ ପରମ ସ୍ପଷ୍ଟ ଉଲ୍ଲେଖ ହଉଛି ଯେ ଜୀବ ପରମ ବହୁତ ଶକ୍ତିଶାଳୀ। ଜୀବ ପରମ ବହୁତ ଶକ୍ତିଶାଳୀ। ତେଣୁ ସେ ମଧ୍ୟ ଆମ ଭିତରେ ଯୋଉ ଶକ୍ତି ଅଛି, ସେ କମ ଶକ୍ତି ନୁହେଁ। ସେ ଜଣଙ୍କର ହୃଦୟ କଥା ଜାଣିପାରୁଛି, ତାର ମନର ମାଇଣ୍ଡ ରିଡିଂ କରିକି କଣ ସେ ଭାବୁଛି ଆଉ ଜଣେ ବି ଜାଣିପାରେ। ହୁଏତ ସମସ୍ତେ ଜାଣିପାରିବେ, କେତେଜଣ ମହାପୁରୁଷ ଅଛନ୍ତି ଜାଣିପାରୁଛନ୍ତି, ଏଇଆ ତ ଭାବନା କରୁଛୁ। ଏଠି ଯେମିତି ରିସର୍ଚ୍ଚ ସେଣ୍ଟର, ଆମ ଏଇ ରିସର୍ଚ୍ଚ ସେଣ୍ଟର ଦେଖାଯାଉଛି, ଅନ୍ୟ ରୋଗ ମଧ୍ୟ ଦେଖି କହି ଦିଆଯାଉଛି ଭିତରେ କଣ ଅଛି। କ୍ୟାନ୍ସର ସେଲଟା କେତେ ନଷ୍ଟ ହେଇଛି, କେତେ ଉପରକୁ ଉଠିଗଲା, କେତେ ବ୍ଲାକ୍ ସ୍ପଟ ଅଛି, କୋଉ ଷ୍ଟେଜରେ ଅଛି, এই ସେଣ୍ଟର ମଧ୍ୟ ଦେଖି କହି ଦିଆଯାଉଛି। କିଏ ଦେଖୁଛି? କିଏ ଦେଖୁଛି? ଯିଏ ବସିଛି ଆ ଭିତରେ। କିନ୍ତୁ ଫର୍ମ ଖାଲି ଚେଞ୍ଜ ହବା ଦରକାର, ଫର୍ମାଟ ଚେଞ୍ଜ ହବା ଦରକାର ତୁମର। ତୁମେ ଯୋଉ ସ୍ତରରେ ଅଛ ସେ ସ୍ତରରେ ନ ରହି ଆଉ ଗୋଟେ ସ୍ତରକୁ ଯିବ, ସୂକ୍ଷ୍ମ ସ୍ତରକୁ ଯିବ। ତାହେଲେ
ଅନ୍ୟ ଶରୀର ଭିତରେ କ'ଣ ଅଛି ଦେଖାଯାଇପାରିବ। ଏଠି ଜଣେ ରାଜନୀତି ଲୋକ ଏବେ ଆସିଥିଲେ, ଆମର ନେଲେ ଆଡ଼ମିସନ୍ ନେଲେ, ତାଙ୍କ ବଡ଼ିର ସବୁ ପାର୍ଟସ୍ ଯେତେ ଯୋଉଠି ସବୁ ଅସୁବିଧା ଅଛି କହିଦିଆଗଲା। ସେ ତ ଆଶ୍ଚର୍ଯ୍ୟ ହେଇଗଲା, କେମିତି ଜାଣିଲେ ଏମାନେ? ତେଣୁ ଏଇ ମଣିଷ ପରର ଅନ୍ତର କଥା ମଧ୍ୟ ଦେଖିପାରିବ, ଜାଣିପାରିବ। ତେଣୁ ସେ ଈଶ୍ୱର ହେଲାନି କି? ଭାଗବତରେ ସେଇ କଥା ମଧ୍ୟ ଲେଖା ହେଇଛି, ସକଳ ଜନ୍ତୁ ହୃଦେ ଥାଇ ଅନ୍ତର ଜାଣୁ ଭାବଗ୍ରାହୀ। ସକଳ ଜନ୍ତୁ ହୃଦେ ଥାଇ, ସକଳ ଜନ୍ତୁ ଯେତେ ଜନ୍ତୁ ଅଛନ୍ତି ବା ମଣିଷ ସମାଜ ଅଛି, ବୁଦ୍ଧିମାନ ମଣିଷଙ୍କ ଭିତରେ ତୁମେ ରହିକିରି, ହୃଦୟରେ ରହିକିରି ଅନ୍ତରକୁ ଜାଣିପାରୁଛ। ଅନ୍ତରକୁ ଜାଣିପାରୁଛ। ଜୀବ ପରମ ଭାବ ବହି ବ୍ରହ୍ମାଣ୍ଡ ପାଳୁ ଭାବଗ୍ରାହୀ। ପୁଣି କହିଲେ ସକଳ ଜନ୍ତୁ ହୃଦୟ ଥାଇ ଅନ୍ତର ଜାଣୁ ଭାବଗ୍ରାହୀ। ଆସନ୍ତୁ ପୁଣି ଭାଗବତ ଭିତରକୁ ଯିବା, ଦେଖିବା ଈଶ୍ୱର କୋଉଠି ଅଛନ୍ତି। ଏ ତ ଜୀବ ପରମ ଭାବ ଗଲା, କାଳେ ଈଶ୍ୱର ଜୀବ ପରମ ଠାରୁ ଆଉ ଅଲଗା ଅଛି, ଆଉ ଗୋଟେ ସେକ୍ସନ ରହିଯାଇଛି ପୃଥିବୀରେ, କୋଉଠି ନଦୀ, ପାହାଡ଼, କପିଳାସ କି ସମୁଦ୍ର, କାଳେ କୋଉଠି ଲୁଚି ଯାଇଥିବ। ଏତେ ସୃଷ୍ଟିର ନିୟମ ଅନୁସାରେ ଯେତେବେଳେ ଭଗବାନ ବା ଆତ୍ମଦେବ ଏ ସୃଷ୍ଟିକି ତିଆରି କଲେ, ମଣିଷକୁ ତିଆରି କଲେ, ମଣିଷକୁ ଗୋଟେ ଗ୍ରେଟେଷ୍ଟ ମଡେଲ ଦେଇଦେଲେ। ଏଇ ମଡେଲଟା ସମସ୍ତଙ୍କ ପାଇଁ ଶକ୍ତିଶାଳୀ। ଯେତେବେଳେ ଏତେ ଗୋଟେ ପ୍ରକଳ୍ପ ତିଆରି ହେଇକି ମଣିଷର ଶରୀରରେ ତିଆରି କଲେ, ସେଥିରେ ବୁଦ୍ଧି ଦେଲେ, ବିବେକ ଦେଲେ, ବିଚାର ଦେଲେ, ଜ୍ଞାନ ଦେଲେ, ସବୁ କିଛି ଦେଇଦେଲେ। ଯେତେ ସୂକ୍ଷ୍ମ ସତ୍ତାର ଭଗବାନଙ୍କର ଈଶ୍ୱରଙ୍କର ଯେତେ ଅଂଶ ସବୁ ମଣିଷ ଭିତରେ ଥୋଇଦେଲେ। ତାପରେ ହଠାତ୍ ଭାବନା ଆସିଲା ଯେ ଯଦି ଏଇ ମଣିଷ ମଡେଲଟା ଏତେ ସୂକ୍ଷ୍ମ ଭାବରେ ହେଇଗଲା, ଏତେ ପାୱାରଫୁଲ ହେଇଗଲା, ତାହେଲେ ତ ସେ ଖୋଜି ପକେଇବ, ମତେ ଖୋଜିବ କି ନାହିଁ? ହିମାଳୟ ପଳେଇବ, ସମୁଦ୍ର ପଳେଇବ, ଚନ୍ଦ୍ରପୃଷ୍ଠ ପଳେଇବ, ସ୍ୱର୍ଗ ପଳେଇବ, ମତେ ସବୁଆଡେ ଖୋଜି ମତେ ବାହାର କରିଦେବ। ମୁଁ କଣ କରିବି? ବ୍ରହ୍ମା ଯେମିତି ବର ଦେଇଦେଲେ, କାହାକୁ ବର ଦେଲେ? ବ୍ରହ୍ମା ବର ଦେଇଦେଲେ। ତେଣୁ ସେ ରାକ୍ଷସ କହିଲା, ବର ଦେଇଥିଲେ ଯାହା ମୁଣ୍ଡ ଛୁଇଁବ ସିଏ ନଷ୍ଟ ହେଇଯିବ। ତେଣୁ ଇଏ ଟେଷ୍ଟ କରିବା ଉଦ୍ଦେଶ୍ୟରେ ବ୍ରହ୍ମାଙ୍କର ମୁଣ୍ଡରେ ହାତ ରଖିବାକୁ ଚେଷ୍ଟା କଲେ। ବ୍ରହ୍ମା ତ ବର ଦେଇ ଦେଇଛନ୍ତି, ଦୌଡ଼ିଲେ। ସେମିତି ଇଏ ବୁଦ୍ଧିମାନ ବ୍ୟକ୍ତି ବା ଆତ୍ମଦେବ ଜୀବ ପରମ ଯେତେବେଳେ ସୃଷ୍ଟିର ନିୟମ ଅନୁସାରେ ମଣିଷ ମଡେଲଟା ଏକଦମ ଲାଟେଷ୍ଟ ମଡେଲ କରି ଛାଡ଼ିଦେଲେ, ତାପରେ ଚିନ୍ତା କଲେ ମୁଁ କୋଉଠି ରହିବି? ଇଏ ତ ଖୋଜି ବାହାର କରିଦେବ ମତେ। ସେଠୁ ସେ ତ ଯିଏ ସୃଷ୍ଟି କରିଛି ସେ ବୁଦ୍ଧିମାନ ନା ନାହିଁ? ତେଣୁ ସିଏ କହିଲେ ନା, ଏ ସବୁ ଯୋଉଠି ରହିଲେ ମତେ ଖୋଜିବ ମଣିଷ। ତେଣୁ ମୁଁ ତାରି ଭିତରେ ରହିଗଲେ ଆଉ ତ ଖୋଜି ପାରିବନି, କଷ୍ଟ ହେଇଯିବ ନା। ତାରି ଭିତରେ ସେ ଅବସ୍ଥାନ କଲେ। ତାରି ଭିତରେ ଅବସ୍ଥାନ କଲେ ଈଶ୍ୱର ବା ଆତ୍ମଦେବ। ଭାଗବତରେ ଲେଖା ହେଇଛି, ପ୍ରାଣିକ ମଧ୍ୟେ ଆତ୍ମା ତନ୍ତ୍ରେ ଷଡ଼ଭୋଗ ଯେ କରେ ନିତ୍ୟ। ଏ ଜଗନ୍ନାଥ କଣ ଖାଉଛନ୍ତି? 60 ପଉଟି। ତୁମେ ବା 1000 ପଉଟି ଖାଉଛ, 1000 କଳ୍ପନାରେ ରହୁଛ, ଲିଷ୍ଟ ବନେଇ ଦଉଛ, ଆଜି କଣ କରିବି, କାଲି କଣ କରିଦେବି, ପରଦିନ କଣ କରିବି।
ସାରା ବର୍ଷ ପାଇଁ ଚାଉଳ ସଂଗ୍ରହ କରି ରଖୁଛ, ଖାଦ୍ୟ ସଂଗ୍ରହ କରି ରଖୁଛ ସିଷ୍ଟମ ରୂପରେ। ଷଡ଼ଭୋଗ ଯେ କରେ ନିତ୍ୟ, ତୁମେ ଭୋଗ କରୁନ କି? ବେଳେ ବେଳେ ବିରିୟାନୀ ଆଣି ଖାଉନ କି? ଚିକେନ ଖାଉନ କି? କେତେ ପ୍ରକାର ପୃଥିବୀରେ ଯେତେ ପ୍ରକାର ଖାଦ୍ୟ ଅଛି ତୁମେ ଭୋଗ କରିପାରୁଛ। ଜଗନ୍ନାଥଙ୍କର ମଧ୍ୟ ଆମିଷ ଭୋଗ ହୁଏ। ଜଗନ୍ନାଥ ଯେତେବେଳେ ଆସନ୍ତି ଫେରିକିରି ରଥ ପାଖରେ, ସବୁ ଚଣ୍ଡୀ ଚାମୁଣ୍ଡା ଯେତେ ସବୁ ଯାଇଥିବେ ତାଙ୍କ ପଛରେ ଗୋଡ଼େଇକି ଆସିବେ, ତାଙ୍କ ପାଇଁ ମଧ୍ୟ ସେଠି ଗୋଟେ ଭୋଗ ଦିଆଯାଏ, ଆମିଷ ଭୋଗ। ଯେଉଁମାନେ ଜାଣିଥିବେ ପୁରୀ କଥା ସେମାନେ କହିପାରିବେ। ତେଣୁ ତୁମେ ମଧ୍ୟ ଆମିଷ ଖାଉଛ। ଷଡ଼ଭୋଗ ରସଗୋଲା ସାଲେପୁରର, ରସାବଳୀ କେନ୍ଦ୍ରାପଡ଼ାର, ଦିଲ୍ଲୀର ବର୍ଫି, କାଲକାଟାର ଜିଲାପି, ଯୋଧପୁରର ଜିଲାପି, ଏ ବହୁତ ଉଚ୍ଚ କୋଟିର ସବୁ। ଆଉ କାଲକାଟାର ରସଗୋଲା ଏ ବହୁତ ଉଚ୍ଚ କୋଟିର ମାନେ ଖାଦ୍ୟର ସମାହାର। ଦେଖନ୍ତୁ, ତୁମେ ଆଜି ପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ବଞ୍ଚିକି ରହିଲଣି, ସମସ୍ତଙ୍କ ଠାରୁ ତୁମର ପ୍ରିୟ ଜିନିଷ କ'ଣ? ସମସ୍ତେ ଏକ ସ୍ୱରରେ କହିବେ ଖାଦ୍ୟ। ବିନା ଖାଦ୍ୟରେ କେହି ବଞ୍ଚି ପାରିବେନି। ଆଉ ଯେଉଁମାନେ ଗଞ୍ଜେଇ ଟାଣୁଛନ୍ତି ବସିକିରି, ସେମାନେ ଭାବୁଛନ୍ତି ଏଇଟା ଖାଦ୍ୟ, ସିଏ ବି ଏକ ନିଶା, ସିଏ ବି ଏକ ନିଶାରେ ଟାଣୁଛନ୍ତି। ତେଣୁ ଈଶ୍ୱର କିଏ, କୋଉଠି ଅଛନ୍ତି? ଭାଗବତରେ ପୁଣି କହିଲେ, ସକଳ ଭୂତେ ବାସ ମୋର, ମୁଁ ଆତ୍ମା ଜଗତ ଈଶ୍ୱର। ସକଳ ଭୂତ ବୋଇଲେ ପଞ୍ଚଭୂତରେ ମୁଁ ଅଛି। ଏ ଶରୀର ଯୋଉ କ୍ଷିତ୍ ଆପ ତେଜ ମରୁତ ବ୍ୟୋମ, ଏଇ ରୂପରେ ଯୋଉ ରହିଲା, ତା ଭିତରେ ଈଶ୍ୱର ତ ଲୁଚିକିରି ଅଛନ୍ତି। ଯିଏ ଲୁଚିଛି ନା ଗୋଡ଼ ଦିଟା ଦିଶୁଛି? ଈଶ୍ୱର ଲୁଚିଛନ୍ତି କିନ୍ତୁ ଦେଖାଯାଉଛି ପୂର୍ଣ୍ଣ ଭାବରେ। ସବୁ କରି ପକଉଛନ୍ତି ନା, ସବୁ କରୁଛନ୍ତି ଈଶ୍ୱର ତୁମ ଭିତରେ ରହିକି। ତୁମେ ବି ସବୁ କରିବା ପାଇଁ କଳ୍ପନା କରୁଛ। ତୁମକୁ ଯଦି ଏ ପୃଥିବୀ ଦିଆଯାଏ, ତୁମେ ବି ଅସ୍ୱୀକାର କରିବନି, ହଁ ମୁଁ ଏ ପୃଥିବୀର ରାଜସିଂହାସନ ଗ୍ରହଣ କରିବି। ଅସ୍ୱୀକାର କରିପାରିବନି ତୁମେ। ତେଣୁ ଯେହେତୁ ମଣିଷ ଭିତରେ ଈଶ୍ୱର ରହି ବା ଆତ୍ମଦେବ ରହିକରି ସବୁ କାମ କରୁଛନ୍ତି, ତେଣୁ ତାଙ୍କୁ ହିଁ ଈଶ୍ୱର କୁହାଯାଏ। ଏଣୁ ସେ ଈଶ୍ୱର ବୋଲାଇ କିସ ଉପମା ଦେବି ମୁହିଁ। ତେଣୁ ଆତ୍ମା ଠାରୁ ଆଉ ଯେତେ ଯାହା ରହିଲେ ସେ ସବୁ ଡାଳ ସଦୃଶ୍ୟ। ଯୋଉ ଈଶ୍ୱରଙ୍କୁ ଦେଖୁଛ, ମୂର୍ତ୍ତି ଦେଖୁଛ, ମନ୍ଦିର ଦେଖୁଛ, ଗିର୍ଜା ଦେଖୁଛ, ଯେତେ ଅନୁଷ୍ଠାନ ଅଛି, ଯେତେ ଭାରତ ବର୍ଷରେ ବଡ଼ ବଡ଼ ପୀଠ ଅଛି, ସବୁ ସିଏ କେବେ ଆତ୍ମ ସଦୃଶ୍ୟ ହେଇପାରିବନି। ସେ ଡାଳ ସଦୃଶ୍ୟ। ତାଙ୍କର ଏକ୍ଜିଷ୍ଟାନ୍ସ ରହିପାରେ, ଠିକ ଅଛି, କିନ୍ତୁ ସେ ସବୁ ଡାଳ। ଆତ୍ମା ହିଁ ମୂଳ। ଆତ୍ମା ଠାରୁ କେହି ବଳଶାଳୀ ନାହାନ୍ତି ପୃଥିବୀରେ। ଆତ୍ମା ଠାରୁ କେହି ବଳଶାଳୀ ନାହାନ୍ତି। ଆଉ ଯିଏ ଅଛନ୍ତି, ଯାହାକୁ ଅନୁମୟ କରୁଛ, ସେ ସବୁ ତାର ଡାଳ। ଭାଗବତରେ ପୁଣି କହିଲା, ମୁଁ ଆତ୍ମା ନିରଞ୍ଜନ ମୂଳ, ଆଉ ସମସ୍ତ ଅଟେ ଡାଳ। ମୁଁ ଆତ୍ମା ନିରଞ୍ଜନ ମୂଳ, ଆଉ ସମସ୍ତ ଅଟେ ଡାଳ।
ପୂର୍ଣ୍ଣମିଦଂ। ବେଦ କ'ଣ କହୁଛି? ଭାଗବତ ତ କହିଲା ଯୋଉ ପୂର୍ଣ୍ଣମଦଂ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ପୂର୍ଣ୍ଣମଦଂ ପୂର୍ଣ୍ଣମିଦଂ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ। ଯଦି ପୂର୍ଣ୍ଣରୁ ପୂର୍ଣ୍ଣ ଅଣାଯାଏ ବି ସେଇ ପୂର୍ଣ୍ଣତା ରହିବ। ଦେଖନ୍ତୁ ଗୋଟେ ସାମାନ୍ୟ ବଟ ବୃକ୍ଷ କଥା ଆଲୋଚନା କରନ୍ତୁ। ଗୋଟିଏ ମଞ୍ଜିରେ, ଗୋଟିଏ ବୃକ୍ଷର ଗୋଟିଏ ମଞ୍ଜିରେ କୋଟି କୋଟି ଅନନ୍ତ 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 ଗଛ ହେଇପାରିବ। ଗୋଟିଏ ମଞ୍ଜି ପୋତି ଦିଅନ୍ତୁ, ସେଥିରେ ଗୋଟିଏ ଫଳ ହବ। ଗୋଟିଏ ବୃକ୍ଷରେ ଗୋଟିଏ ଫଳ ହବ। ପୂର୍ଣ୍ଣାତ୍ ପୂର୍ଣ୍ଣ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ। ଯଦି ପୂର୍ଣ୍ଣରୁ ଗୋଟିଏ ମଞ୍ଜିରୁ ଆସିଗଲା, ସେ ବି ପୂର୍ଣ୍ଣ ହେଇକି ରହିଲା, ନଷ୍ଟ ହେଲାନି। ଗୋଟିଏ ବୃକ୍ଷରେ କୋଟି କୋଟି ମଞ୍ଜି ହେଇଗଲା। ସେ ଗୋଟିଏ କୋଟି କୋଟି ମଞ୍ଜିରୁ ଗୋଟିଏ ମଞ୍ଜି ମଧ୍ୟ ବୁଣିଲେ ପୁଣି କୋଟି କୋଟି ବୃକ୍ଷ ହେଇପାରିବ। ତେଣୁ ଯୋଉଟା ସୂକ୍ଷ୍ମ ରୂପରେ ଅଛି ଆତ୍ମା ରୂପରେ, ଇଏ ଗୋଟେ ଛୋଟ ଉଦାହରଣ ହେଇପାରେ। ତେଣୁ ଏହା ସିଦ୍ଧ ବରଗଛ ବୀଜରେ ବିଶାଳ ବରଗଛ ଛପି ରହିଛି। ମାନେ ସେଇ ମଞ୍ଜି ଭିତରେ ବିଶାଳ ବରଗଛର ଛବି ଲୁଚି ରହିଛି, ସତ୍ତା ଲୁଚି ରହିଛି ଗୋଟିଏ ସୂକ୍ଷ୍ମ ମଞ୍ଜି ଭିତରେ। ପୂର୍ଣ୍ଣମଦଂ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ। ପୂର୍ଣ୍ଣରୁ ପୂର୍ଣ୍ଣ ଆସିପାରିବ। ଆଉ ଯୋଉ ଆସିବାଟା ଆସିଗଲେ ସେ ତୁମ ପାଖରେ 100 ଟଙ୍କା ଅଛି, 90 ଟଙ୍କା ଅଣାଗଲା, ଆଉ 10 ଟଙ୍କା ରହିଲା। କିନ୍ତୁ ଇଏ ଶକ୍ତିରୁ ଯେତେ ଆଣିବ ସିଏ ପୂର୍ଣ୍ଣ ହେଇକି ରହିଯିବ, ସେଥିରୁ କମିବନି। ଆଉ ଯୋଉଟା ଆସିଲା ସେ ପୂର୍ଣ୍ଣ ହେଇକି ଆସିବ, ଖଣ୍ଡିଆ ହେଇକି ଆସିଲା। ଦେଖିଥିବେ ଗୋଟିଏ ବାପର 4ଟି ପିଲା ଜନ୍ମ କଲା। ଗୋଟିଏ ବାପ ଠାରୁ 4ଟି ପିଲା ଜନ୍ମ କଲା। ସେଇ 4ଟି ପିଲା ମଧ୍ୟ ଗୋଟିଏ ପିଲା ମଧ୍ୟ 4ଟା ପିଲା ଜନ୍ମ କରିପାରିବେ। ବୁଝିପାରିଲେ କି? ଗୋଟିଏ ବାପରୁ 4ଟି ପିଲା ଜନ୍ମ ହେଲା। ସେଇ 4ଟି ପିଲା ମଧ୍ୟ, ତା ଭିତରୁ ଗୋଟିଏ ପିଲା ମଧ୍ୟ 4ଟି ପିଲା ଜନ୍ମ କରିପାରିବେ, 8ଟି ପିଲା ଜନ୍ମ କରିବେ। ମାନେ ପୂର୍ଣ୍ଣରୁ ପୂର୍ଣ୍ଣ ଆସୁଛି, ଖଣ୍ଡିଆ ହେଇକିରି ଆସୁନି, ଅଳ୍ପ ଆସୁନି। ବାପ ଠାରୁ ଯୋଉ ପୁଅ ଆସିଲା ସେ ଅଳ୍ପ ହେଇକିରି ଆସିଲାନି, ସେ ପୂର୍ଣ୍ଣ ଭାବରେ ଆସିଲା। ତେଣୁ ଜୀବର ପୂର୍ଣ୍ଣତା, ଜୀବର ଯୋଉ ପୂର୍ଣ୍ଣତା ଅଛି ସେ ଅବର୍ଣ୍ଣନୀୟ। ଜୀବର ପୂର୍ଣ୍ଣତାକୁ କିଏ କାଟି ପାରିବନି। ତୁମେ ସାରା ପୃଥିବୀ ମଧ୍ୟ ଜଣେ ସୃଷ୍ଟି କରିପାରିବ। ଏଇ କ୍ରମରେ ଗୋଟିଏ ଲୋକ ସାରା ପୃଥିବୀକୁ ସୃଷ୍ଟି କରିପାରିବ। 700 କୋଟି ସମଥିଙ୍ଗ ଯେତେ ଲୋକ ଅଛନ୍ତି ପୃଥିବୀରେ ବର୍ତ୍ତମାନ, ଗୋଟିଏ ଲୋକ ବି ସୃଷ୍ଟି କରିପାରିବ ସାରା ବିଶ୍ୱ। ସେତିକି ଜନସଂଖ୍ୟା ସୃଷ୍ଟି କରିପାରିବ ଗୋଟିଏ ଲୋକରୁ। ଗୋଟିଏ ନୁହେଁ, 700 କୋଟି ହେଇପାରିବ। ତେଣୁ ଏଥିରେ କେତେ ଶକ୍ତି ଅଛି ଅନୁଭବ କରନ୍ତୁ। ଗୋଟିଏ ମଣିଷ ପାଖରେ, ଗୋଟିଏ ଲୋକ ପାଖରେ ବା ଗୋଟିଏ ଲୋକର ଶକ୍ତି ପାଖରେ କେତେ ଅଛନ୍ତି, କେତେ କେତେ ଶକ୍ତି ଅଛି ଲୁଚି ରହିଛି ଦେଖନ୍ତୁ ତୁମ ଭିତରେ। କିନ୍ତୁ ତୁମେ ତାକୁ କାର୍ଯ୍ୟରେ ଲଗାଅ, ଆସିବ କୋଉଠୁ? ଆଉ ଏଇ ଯୋଉ ଆତ୍ମା, ଏଇ ଆତ୍ମାର ରୂପରେଖ ସାରା ବେଦ, ଯେତେ ବେଦ ଅଛି, ବେଦାନ୍ତ ଅଛି, ସବୁ ଯାକ ତୁମ ଭିତରେ ସେ ଶକ୍ତି ଅଛି। ଯିଏ ବେଦ ସୃଷ୍ଟି କରିଛି ସେ ମଣିଷ, ଯିଏ ଶାସ୍ତ୍ର ସୃଷ୍ଟି କରିଛି ସେ ମଣିଷ, ଯିଏ ଯୋଗ ସୃଷ୍ଟି କରିଛି ସେ ମଣିଷ। ତେଣୁ ଇଏ ହଉଛି ସକଳ ଶକ୍ତିର ଆଧାର, ହଉଛି
ମଣିଷ। ଏ ଆତ୍ମା ରୂପ ନିରଞ୍ଜନ ସକଳ ବେଦ ରସମାନ ପରମ ସ୍ୱୟଂ ପରକାଶ ଜୀବର ଦେହ ମାୟା ପାଶ। ପରମ ସ୍ୱୟଂ ପ୍ରକାଶ, ପ୍ରକାଶ ହଉଛି ପରମ ସ୍ୱୟଂ ପ୍ରକାଶ ହଉଛି କୋଉଠି ନା ଜୀବର ଦେହ ମାୟା ପାଶ। ଏ ଜୀବର ଦେହଟା ମାୟାରେ ବନ୍ଧନ ହେଇକି ରହିଛି। ସ୍ୱୟଂ ପ୍ରକାଶିତ ହେଲେ ବି ଜୀବର ଦେହଟା ମାୟା, ଏ ଜୀବର ଦେହଟା ମାୟାର ବଶବର୍ତ୍ତୀ ହେଇକି ରହିଛି। ମୋ ଘର, ମୋ ସଂସାର, ମୋ ପିଲା, ମୋ ପାଠ, ମୋ ଚାକିରି, ଏ ମାୟା ନୁହେଁ। ଜୀବର ନୁହେଁ ବନ୍ଧନ କହିଲେ ଯଶୋଦାନନ୍ଦନ, ଜୀବର ବନ୍ଧନ ନାହିଁ, କିନ୍ତୁ ଏ ମାୟା ବଶରେ ଜୀବ ବନ୍ଧନ ହେଇଯାଉଛି, ଗ୍ରାସ କରୁଛି ମାୟାଟାକୁ। ଯେହେତୁ ତୁମେ ଡିଭିଜନ ହେଇଯାଇଛ ଆତ୍ମ ସ୍ୱରୂପରୁ, ବ୍ରହ୍ମ ସ୍ୱରୂପରୁ, ପରିଧି ଆଡ଼କୁ ଯାଉଛ। ତେଣୁ ଜୀବର ଦେହ ମାୟା ପାଶ, ମାୟା ପାଖରେ ଜୀବର ଦେହ ଅଛି। ମୋ ଗୋଡ଼ କଟିଗଲା, ମୋ ହାତ ଭାଙ୍ଗିଗଲା, ମୋ ମୁଣ୍ଡ କଣ ହେଇଯାଉଛି, ମୋର ଶରୀର ରୋଗଗ୍ରସ୍ତ, ତତ୍କ୍ଷଣାତ ଭଲ ହବ ଯେବେ ତୁମେ ଆତ୍ମର ଚିନ୍ତନ କରିବ। ଇଏ ମାୟାର ଖେଳ। ଏଇ କ୍ୟାନ୍ସର ହଉ, ଏଡ୍ସ ହଉ, ପୋଲିଓ ହଉ, ଏନି ଡିଜିଜ୍ ଆମେ ତ ଷ୍ଟଡି କରୁଛୁ, ମାନେ ଯୋଉଟା ଭାବନା ସ୍ତରରେ, ଏ ଭାବନାର ସବୁ ଯାକ ଖେଳ। ଏ ଶରୀର ଭିତରେ ଯେତେ ରୋଗ ଆସିଛି ସବୁ ଭାବନାରୁ ଆସିଛି। ତୁମ ଭାବନା ସଂକୁଚିତ ଅଛି, ମୁଁ ବ୍ରହ୍ମ ନୁହେଁ, ମୁଁ ଜୀବ, ମୁଁ ବ୍ରହ୍ମ ନୁହେଁ, ଯୋଉ ଭାବନା ଆସିଛି ସେଇଥିପାଇଁ ତ ରୋଗ ସୃଷ୍ଟି ହେଇଛି। ତୁମେ କେବଳ ଜୀବ ଭାବରୁ କ୍ଷାନ୍ତ ହୋଇ ବା ବିମୁକ୍ତ ହୋଇ ଆତ୍ମଭାବକୁ ପଳେଇ ଆସ ବା ବ୍ରହ୍ମ ଭାବକୁ ପଳେଇ ଆସ, ତତ୍କ୍ଷଣାତ ଶରୀର ପରିବର୍ତ୍ତନ ହବ। ତୁମେ ଦେଖନ୍ତୁ କେତେ ଜମାଟ ବନ୍ଧା ହେଇଛି ସଂସାର ଭିତରେ ତୁମର ଦେହକୁ ନେଇକରି। ଇଏ ତମ ସମୁଦି, ଇଏ ସମୁଦୁଣୀ, ଇଏ ପୁଅ, ଇଏ ବୋହୂ, ଇଏ କ'ଣ ମାୟା ନୁହେଁ କି? ଇଏ ବାସ୍ତବରେ କ'ଣ ସତ୍ୟ ଭାବୁଛେ କି? ଇଏ ତୁମର ସ୍ତ୍ରୀ, ଇଏ ତୁମର ପୁଅ, ଇଏ ସବୁ ଘର ସଂସାର, ଜମି ବାଡ଼ି। ଗଲାବେଳକୁ ତ କେହି ନାହିଁ, ଗୋଟେ ବାଡ଼ି ବି ଯିବନି ତୁମ ସହିତ। ତେଣୁ ସତ୍ୟ କେମିତି ହେଲା? ଏ ଶରୀର ପାଇଁ ତମ ଶରୀର ସହିତ ସମ୍ପର୍କ ଯୋଡ଼ିଛନ୍ତି ଏମାନେ ସବୁ। ଶରୀର ଗଲେ ସେମାନେ ଗଲେ। ତେଣୁ ସେ ସେଇଥିପାଇଁ କହୁଛନ୍ତି ଜୀବର ଦେହ ମାୟା ପାଶ। ଏ ଶରୀର ସରିଗଲେ ସେ ଛିଡ଼ିଗଲେ। ତେଣୁ ଜୀବକୁ ଏତେ ମାୟା ଆରେ ଆଚ୍ଛାଦନ କରି ରଖାଯାଇଛି, ସେ ବାଧ୍ୟ ହେଉଛି ସେଇ ପରିଚୟରେ ବୁଲିବା ପାଇଁ। ତାର ପରିଚୟ ଏତେ ନଷ୍ଟ ହେଇଯାଉଛି। ଆଧାର ମିଳୁ, ଭୋଟ ପରିଚୟ ମିଳୁ, ସେ ପରିଚୟ ନାହିଁ, ସେ କେବେ ପରିଚୟ ନାହିଁ, ସେ ଦେହର ସମ୍ପର୍କିତ ପରିଚୟ। ଅମକ ଦାସ, ଅମକ ସାମଲ, ସେ ସମ୍ପର୍କରେ ତମକୁ ପରିଚୟ ମିଳିଛି, ଆଧାର ମିଳିଛି। ତୁମେ ଶରୀର ପଳେଇଲା ପରେ ସେ ଆଧାର କ'ଣ ହବ? ଯମ ପଚାରିବ କି ଆଧାର କାର୍ଡ ଆଣିଛ କି ନାହିଁ? ଯମ କେବେ ପଚାରିବନି ଆଧାର ଆଣିଛ କି ନାହିଁ। ସେ ଜାଣିଛି, ସେ ଜାଣିଛି ଆର ପରିଚୟ କ'ଣ। ତୁମର ପରିଚୟ ମାଗିବ, ପ୍ରକୃତ ପରିଚୟ, ତୁମେ କ'ଣ କରିଛ ମାଗିବ। ଯଦି ଯମ ଥାଏ, ଯମ ତ ନାହିଁ। ଆମେ ଲୌକିକ ମତରେ ଗଳ୍ପ ଆକାରରେ କହୁଛେ ଯମ ଅଛି, ଚିତ୍ରଗୁପ୍ତ ଅଛି। ମୁଁ ତ ଥରେ କହିଥିଲି ଚିତ୍ରଗୁପ୍ତ ଯିଏ ଚିତ୍ର ଉଠଉଛି, ଉତ୍ତୋଳନ କରୁଛି ତୁମ ଭିତରେ। ହାର୍ଡ ଡିସ୍କ ରହିଛି, ହାର୍ଡ ଡିସ୍କରେ ସେ ଚିତ୍ର ଉଠେଇଛି। ଏ ଜନ୍ମର ଚିତ୍ର ଉଠେଇଛି, ପୂର୍ବ ଜନ୍ମର ଉଠେଇଛି, ତା ପୂର୍ବ ଜନ୍ମ, ବହୁତ ଜନ୍ମର ଫଟୋ ଉଠେଇ ତୁମ ପାଖରେ ଅଛି। ସେ ଚିତ୍ରଗୁପ୍ତ, ଗୁପ୍ତରେ ରଖାଯାଏ। ଆମେ ଗୋଟେ ହାର୍ଡ ଡିସ୍କ ମଗେଇଥିଲୁ ଆମେରିକାରୁ, 2ଟା ହାର୍ଡ ଡିସ୍କ ମଗାଏ ଏ ମୁନି ସମାଜକୁ ଲୋଡ୍ କରିବା ପାଇଁ। ତାମାନେ ମୋବାଇଲରେ ରହିଲେ କେତେ ଲିଭି ଯିବ କେବେ, ତେଣୁ ମଗେଇ ଦିଆଯାଇଛି ହାର୍ଡ ଡିସ୍କ, ରହିଗଲା ସବୁ।
ସେମିତି ଇଏ ହାର୍ଡ ଡିସ୍କ କ'ଣ କୋଟି କୋଟି ଜନ୍ମର ଚିତ୍ର ତୁମ ଭିତରେ ଉତ୍ତୋଳନ ହେଇକିରି ଅଛି। ଏମିତି ରହିଥିବ ମଧ୍ୟ ଇଏ ନଷ୍ଟ ହବନି। ଇଏ ଅନଲାଇନ୍ ନଷ୍ଟ ହେଇପାରେ, ଏ ଯେଉଁ ନେଟୱାର୍କିଂ କାମ ହେଉଛି ଇଏ ନଷ୍ଟ ହେଇପାରେ, ପୃଥିବୀ ଧ୍ୱଂସ ହେଇଗଲେ ଇଏ ରହିବନି। କିନ୍ତୁ ତୁମ ଭିତରେ ଯେଉଁ ଚିତ୍ର ଉତ୍ତୋଳନ ହେଇକି ରହିଛି ଚିତ୍ରଗୁପ୍ତ, ସିଏ କେବେ ନଷ୍ଟ ହବନି। ତେଣୁ ପରମ ସ୍ୱୟଂ ପରକାଶ, ଜୀବର ଦେହ ମାୟା ପାଶ। ଏ ଜୀବର ଦେହଟା ମାୟା ପାଶରେ ବନ୍ଧି ହେଇକି ରହିଛି। ଜୀବର ଦେହ ମାନେ ଶରୀର, ଦେହ ଦହ୍ୟତେ ଇତି ଦେହ, ଦହ୍ୟତେ ଇତି ଦେହ। ଆକୁ ଦହନର ଯୋଗ୍ୟ ହେଇଥିବାର ଦେହ ନାଁ ଦିଆହେଇଛି। ଦହ୍ୟତେ ମାନେ ଦହନ କରାଯାଇପାରେ, ପୋଡ଼ି ଦିଆଯାଇପାରିବ। ଶ୍ରୀୟତେ ଇତି ଶରୀର, ଆର ନଷ୍ଟ ହବାର ଯୋଗ୍ୟତା ଅଛି ବୋଲି ଶରୀର ରଖାଯାଇଛି। ମନନଂ ତ୍ରାୟତେ ଇତି ମନ୍ତ୍ର, ମନ ଦ୍ୱାରା ତ୍ରାଣକର୍ତ୍ତା, ତ୍ରାଣ କରାଯାଉଥିବାକୁ ଯେଉଁ ଯିଏ ତ୍ରାଣ କରୁଛି, ତ ମୁଁ ମୁଖ୍ୟ କହୁଛି, ମୁଖ୍ୟ କରାଯାଉଛି ତାକୁ ମନ୍ତ୍ର କୁହାଯାଉଛି। ମନନଂ ତ୍ରାୟତେ ଇତି ମନ୍ତ୍ର। ତେଣୁ ଆମେ ସର୍ବମୋଟରେ ଦେଖିବାକୁ ଗଲେ ପ୍ରାଣିକ ବା ପ୍ରାଣ ଭିତରେ, ଜୀବ ଭିତରେ ଇଏ ହେଉଛି ଏ ଯେଉଁ ଯଦି କୁହାଯାଏ ପ୍ରାଣୀମାନଙ୍କ ଭିତରେ କିଏ ନା, ପ୍ରାଣୀମାନଙ୍କ ଭିତରେ ସେ ଈଶ୍ୱର ହେଉଛି ଜୀବ। ଈଶ୍ୱର ହେଉଛି ଜୀବ। ଯଦି ପ୍ରଶ୍ନ କରାଯାଏ ଈଶ୍ୱର କିଏ, ଈଶ୍ୱର ଜୀବ ନୁହେଁ, ଜୀବ ହିଁ ଈଶ୍ୱର। ବୁଝିପାରନ୍ତୁ ମୋ କଥା। ଯଦି ପ୍ରଶ୍ନ କରାଯାଏ ଯଦି ଈଶ୍ୱର ଜୀବ, ଠିକ ହବନି। ଈଶ୍ୱର ଯଦି ଜୀବ ଆମେ କହିବା, ତାହେଲେ କହ ଈଶ୍ୱର ଯଦି ଜୀବ, ତାର କାହିଁ ହାତ ନାହିଁ, ଚାରିଟା ହାତ, ତାର କାହିଁ ଗୋଡ଼ ନାହିଁ, ତାର କାହିଁ ହାତ ନାହିଁ, ତାର କାହିଁ ଅମକ ନାହିଁ, ତାର କାହିଁ ପ୍ରାଣ ଅଛି, ସେ କାହିଁ ଲାଟିନ୍ ଯାଉଛି, ଏ ପ୍ରଶ୍ନ ଉଠିବ। ତେଣୁ ଈଶ୍ୱର ଜୀବ ନୁହେଁ, ମନେ ରଖନ୍ତୁ ଭଲ ଭାବରେ। ଜୀବ ହିଁ ଈଶ୍ୱର। ସରିଯିବ କାମ। ଯଦି ଜୀବ ଈଶ୍ୱର କୁହାଯାଏ ତାହେଲେ କେହି ପ୍ରଶ୍ନ କରିପାରିବେନି ଜୀବର ସଂଜ୍ଞାଟା କ'ଣ। ଯଦି ଈଶ୍ୱର ଯଦି ଜୀବ ହୁଏ ତାହେଲେ ଈଶ୍ୱର ସଂଜ୍ଞା ଖୋଜିବେ ନିଶ୍ଚିନ୍ତ ଭାବରେ। ତେଣୁ ଭାଗବତରେ ସ୍ପଷ୍ଟ ଲେଖିଛି, ପ୍ରାଣିକ ମଧ୍ୟେ ମୁହିଁ ଜୀବ, ନିଗୁଣେ ମୁହିଁ ସଦାଶିବ। ପ୍ରାଣିକ ମଧ୍ୟରେ ମୁହିଁ ଜୀବ, ନିଗୁଣେ ମୁହିଁ ସଦାଶିବ। ମୁଁ ହେଉଛି ସେଇ ଶିବ। ମୁଁ ଆତ୍ମା ସର୍ବ ଜୀବ ଦେହି। ସମସ୍ତଙ୍କ ଜୀବନ ଭିତରେ, ସବୁ ଦେହ ଭିତରେ ମୁଁ ସର୍ବଜୀବ ଦେହି। ସର୍ବଜୀବ ଭିତରେ ମୁଁ ଦେହରେ ମୁଁ ରହିଛି। ମୁଁ ଆତ୍ମା ସର୍ବ ଜୀବ ଦେହି, ମୋ ବିନା ସ୍ଥୂଳ ସୂକ୍ଷ୍ମ ନାହିଁ। ଆତ୍ମା ବିନା ସୂକ୍ଷ୍ମ ସ୍ଥୂଳ ନାହିଁ। ଯେମିତି ମଞ୍ଜିରୁ ସୂକ୍ଷ୍ମ ଭାବରେ ରହିଲା, ତାପରେ ଗଛ ହେଲା, ସ୍ଥୂଳ ହେଇଗଲା, ସେମିତି ଆତ୍ମା ତୁମ ଭିତରେ ଅଛି। ତୁମେ ମରିଗଲା ପରେ ସେ ସୂକ୍ଷ୍ମ ଭାବରେ ପୁଣି ଉପରକୁ ଯିବ, ପୁଣି ଆସିବ ସ୍ଥୂଳ ଭାବରେ। ମୁଁ ଆତ୍ମା ସର୍ବଜୀବ ଦେହି, ମୋ ବିନୁ ସ୍ଥୂଳ ସୂକ୍ଷ୍ମ ନାହିଁ। ବୁଝିଲା କି? ତେଣୁ ଈଶ୍ୱରର ସଂଜ୍ଞା ଯଦି ଆମେ ଖୋଜିବା ବା ଜୀବ ବ୍ରହ୍ମର ସଂଜ୍ଞା ଖୋଜିବା, ତାହେଲେ ଭାଗବତରେ ଏସବୁ ଉକ୍ତିରୁ ଆମେ ମିଳିବ। ତେଣୁ ଆକୁ ପାଇବା ପାଇଁ କ'ଣ ଦରକାର? ପ୍ରକୃତରେ କହିବେ ଆକୁ ପାଇବା ପାଇଁ କ'ଣ ଦରକାର, ମୁଁ ସେ କହିବି ପଛରେ, ମନେ ପକେଇବେ। ଏବେ ଆସନ୍ତୁ ଆଉ ଗୋଟେ ଭାବରେ ଆମେ ଜାଣିବା କେମିତି ରହିଛି ଏଇ ଜୀବ ଈଶ୍ୱର ବା ସ୍ୱର୍ଗ କେଉଁଠି ଅଛି ଏବଂ ଜୀବ କେଉଁଠି ଅଛନ୍ତି, ଭଗବାନ କେଉଁଠି ଅଛନ୍ତି, ଈଶ୍ୱର କେଉଁଠି ଅଛନ୍ତି। ସେଇ କଥାଟା ମଧ୍ୟ ଲେଖା ହେଇଛି। ଅଷ୍ଟଚକ୍ର ନବଦ୍ୱାର ଦେବାନାଂପୁର ଅଯୋଧ୍ୟା। ଅଷ୍ଟଚକ୍ର, 8ଟି ଚକ୍ର, 9ଟି ଦ୍ୱାର, ଅଷ୍ଟଚକ୍ର ନବଦ୍ୱାର
ଦେବାନାଂ ପୁର ଅଯୋଧ୍ୟା, ଦେବତା ମାନଙ୍କର ପୁର ହଉଛି ଅଯୋଧ୍ୟାପୁର, ଯୋଉଠି ଯୁଦ୍ଧ ଅନବରତ ଲାଗି ରହିଛି। ତୁମ ଭିତରେ ଯୁଦ୍ଧ ଲାଗିଛି। ଜନ୍ମ ସମୟରୁ ଆଜି 80 ବର୍ଷ ହେଇଗଲା, କାଲି 2 ଦିନ ପରେ ମରିଯିବ, ତଥାପି ଯୁଦ୍ଧ, ତଥାପି ଯୁଦ୍ଧ। ଜଣେ ଗ୍ରୋସରୀ ଦୋକାନ କରିଥିଲା, 80 ବର୍ଷ ଟପି ଗଲାଣି, 3ଟି ପୁଅ, ମୁମୂର୍ଷ ଅବସ୍ଥାରେ ଅଛି। ମୁମୂର୍ଷ ଅବସ୍ଥା ରହିଲେ ମରିବାର ଥିବ, କେଇଦିନ ଭାଗବତ ଆରମ୍ଭ ହବ ପଢିବା। ବୁଢା ଶୋଇଛି, ଭାଗବତ ଆରମ୍ଭ ହେଲା। ବୁଢା ଉଠିକିରି କହିଲା ବଡ ପୁଅ କୁଆଡେ ଗଲା? ନା ବଡ ପୁଅ ହେଇ ତୁମ ପାଖରେ ବଇଛି, ଦେଖାଯାଉନି ତୁମକୁ? ହେଇବା ବଇଛି ତୁମ ପାଖରେ, କରରେ ବଇଛି, ତମକୁ ଆଉଁସି ଦଉଛି। ସେଇଠୁ ପୁଣି ଭାଗବତ ଶୁଣିଲେ। କେତୋଟି ପଦ ପରେ ପୁଣି ବୁଢା ଉଠିଲେ, କହିଲେ ମଝି ପୁଅ କୁଆଡେ ଗଲା, ମୁଁ ତ ଦେଖିପାରୁନି। ସେଠୁ ତା ମା କହିଲା ହେଇବା ବଇଛି ତମ ଆଗରେ, ଦେଖାଯାଉନି କଣ? ତମ ଆଗରେ ବା ବଇଛି ମଝି ପୁଅଟା। ସେଠୁ ଭାଗବତ ପଢା ହେଲା। ପୁଣି କିଛି ସମୟ ପରେ ଉଠିଲେ ବୁଢା, କହିଲେ ସାନ ପୁଅ କୁଆଡେ ଗଲା? କହିଲେ ହେଇପା ସାନ ପୁଅ ତମ ପଛରେ। ସେଠୁ ବୁଢା ରାଗିଗଲା, କହିଲା ସମସ୍ତେ ଯଦି ଏଇଠି ବସିବେ ଦୋକାନ କେମିତି ଚାଲିବ? ଯଦି ସମସ୍ତେ ଏଇଠି ବସି ଭାଗବତ ଶୁଣିବେ, ମୋ ଦୋକାନଟା କେମିତି ଚାଲିବ? 2 ଦିନ ପରେ ମରିଯିବ ବୁଢା। 80 ଟପିଲାଣି, 80 ଟପିଲାଣି। ତେଣୁ କଣ କରିବ? ଚିନ୍ତା କରନ୍ତୁ। ତେଣୁ ତୁମେ ଯଦି ଏଇ ଭାବନାରେ ରହିବ, ଲୋଭ ଏତେ ଗ୍ରାସ କରିଛି, ତୁମେ ଏତେ ଜଡ଼ିତ ତୁମେ ହେଇକି ରହିଛ, ସେ କେବେ ଉନ୍ମୁକ୍ତ ହେଇପାରିବନି। ତୁମେ ତେଣୁ ଅଷ୍ଟଚକ୍ର ନବଦ୍ୱାର ଦେବାନାଂ ପୁର ଅଯୋଧ୍ୟା ଯୋଉ କୁହାହଉଛି, ଅଷ୍ଟଚକ୍ର ନବଦ୍ୱାର, 8ଟି ଚକ୍ର, 9ଟି ଦ୍ୱାର, ଦେବାନାଂ ପୁର ଅଯୋଧ୍ୟା, ଦେବତା ମାନଙ୍କର ପୁର ହଉଛି ଅଯୋଧ୍ୟା, ଯୋଉ ଯୁଦ୍ଧ ଲାଗିଲା। ତେଣୁ ଏ ବୁଢା ଲୋକର ଯୁଦ୍ଧ ଲାଗିଲା, 2 ଦିନ ଅଛି ବି ମରିବା ପାଇଁ, ଯୁଦ୍ଧ ସମାପ୍ତ ହଉନି। ସେ ଲୋଭବଶତ ହେଇକିରି କହୁଛି ଯଦି ସମସ୍ତେ ଏଠି ବସିବେ ସେଠି କିଏ ଯିବ, ଦୋକାନ କେମିତି ଚାଲିବ ମୋର? ଏ ଯୁଦ୍ଧ ନୁହେଁ। ଝିଅଟି ଅଛି, ଝିଅ 6ଟା ଝିଅ ହେଇଯାଇଛନ୍ତି ତୁମର, ପୁଅ ଆଶାରେ ପୁଣି ଫାଷ୍ଟ ପ୍ରିଫରେନ୍ସ କରୁଛ ପୁଅ। ଏ ଯୁଦ୍ଧ ନୁହେଁ କି? ପୁଅଟିଏ ହଉ, 10 ଏକର ଜମି ଅଛି, ଆଉ 5 ଏକର ହଉ, ଇଏ ବି ଯୁଦ୍ଧ। ଚାକିରି ହେଇଛି ଭଗବାନଙ୍କ କୃପାରୁ ବା ତୁମ କୃପାରୁ, ପ୍ରମୋଶନ ହଉନି, ଇଏ ବି ଯୁଦ୍ଧ ହେଲା। ଅପେକ୍ଷାର ଯୁଦ୍ଧ, ମୋ ଅପେକ୍ଷା ସେ ଉଠିଲାଣି, ସେ ବି ଯୁଦ୍ଧ। ଅପେକ୍ଷା ଯୁଦ୍ଧଟା ବେଶୀ ସଂଘର୍ଷପୂର୍ଣ୍ଣ। ମୋ ଅପେକ୍ଷା ସିଏ ଉଠିଗଲା, ବାସ୍ ତମେ ଏ ଅପେକ୍ଷାର ଗ୍ରାସ ତୁମକୁ ନଷ୍ଟ କରିଦେବ। ଏ ରୋଗଟା ବେଶୀ ବ୍ଲଡ ପ୍ରେସର ଉଠେଇଦେବ। କେତେ ଲୋକ ଏଠି ଆସୁଛନ୍ତି, ଆମେ ଦେଖୁଛୁ, ରୋଗ କିଛି ନାହିଁ, ବିପି ଥିବ, ପଚାରୁ ପଚାରୁ ବୁଝୁ ବୁଝୁ ଜଣା ପଡୁଥିବ ତାର ଟେନସନ କଣ ଅଛି, କାହିଁକି ହାଇପର ଟେନସନ ହଉଛି, କାହିଁକି ଆଙ୍ଜାଇଟି ଆସିଛି, କାହିଁକି ବିପି ବଢିଲା। ବୁଝିଲା ବେଳକୁ ସତ୍ୟଯୁକ୍ତ ଘଟଣା ଆସିବ, ଯିଏ ଟେନସନରେ ସେ ଅଛି, ବିଚାର କରୁଛି ଅଧିକ, ସେ ଶାନ୍ତ ରହିପାରୁନି। ରୋଗ କିଛି ନାହିଁ, କେବଳ ବିଚାର ଯୁକ୍ତ, ଅଧିକ ମାତ୍ରାରେ ବିଚାର ଯୁକ୍ତ ହେଲେ ବିପି ବଢିବ, ଡିପ୍ରେସନ ଆଡକୁ ପଳେଇବ। ବାସ୍ କିଛି ନାହିଁ, ତାଙ୍କ ମାନସିକ ପରିସ୍ଥିତି ଜ୍ଞାନରେ କିଛି ପରିବର୍ତ୍ତନ କରିଦେଲେ ରୋଗ ଭଲ ହେଇଗଲା। କିଛି ଦରକାର ନାହିଁ ଯୋଗ ଚକ୍ର ଭେଦନ, କେବଳ ମାନସିକ ପରିବର୍ତ୍ତନ, ଆଉ କିଛି ନାହିଁ। ସେଥିପାଇଁ ତ କୁହାଯାଇଛି ତୋତେ ଯେ ନ ଜାଣଇ ଚିତ୍ତେ, ତୋତେ ଯେ ନ ଜାଣଇ ଚିତ୍ତେ, ତୋତେ ଯେ ନ ଜାଣଇ ଚିତ୍ତେ,
ସେ ପ୍ରାଣୀ ତରି ବେକେ ମନ୍ତେ। ତୋତେ ଯେ ନ ଜାଣି ପାରିଲା ସେ ପ୍ରାଣୀ କେମିତି ତାରଣ ହବ ତାର? ସେ ବୁଲିବ, ଚାରିଆଡ଼େ ବୁଲିବ, ସେ ଚାରିଆଡ଼େ ବୁଲିବ। ତେଣୁ ତାକୁ ଜାଣିବା ପାଇଁ କ'ଣ ଦରକାର, କ'ଣ ଆୟୁଧ ତାର? ଏଇ ଶକ୍ତିକି ଜାଣିବା ପାଇଁ ତୁମ ଭିତରେ ଯେଉଁ ଶକ୍ତି ଅଛି ତାକୁ ପାଇବା ପାଇଁ କ'ଣ ଦରକାର, ସେଇଟା ଆମେ ଟିକେ ପଛରେ ଆଲୋଚନା କରିବା ଲାଷ୍ଟ ଆଡ଼କୁ। ତେବେ ଏ ଜୀବ ପରମ ଏର ମାନେ ଭଗବାନ କେଉଁଠି ଅଛନ୍ତି ପ୍ରକୃତରେ? ଜୀବରେ ଅଛନ୍ତି କି ପରମରେ ଅଛନ୍ତି କି ଆକାଶରେ ଅଛନ୍ତି କି ସମୁଦ୍ରରେ ଅଛନ୍ତି? କେଉଁଠି ଅଛନ୍ତି? ମନ୍ଦିରରେ ଅଛନ୍ତି ନା? କବିରି ଆସିଲେ ତ କହିଲେ ନା ଆମେ गिरजा, ना में मंदिर, ना में काबा, ना में काशी। मु एठी नाही, ताल कोड से अछत। संसारे देखो जेते जन समस्त हृदय भगवान। तेणु भगवान जदि हृदय भितर, संसार जेते जन देखुच, संसार जेते जन देखुच माने जेते लोक देखुच, समस्त भितर भगवान अछंती। यही कथा जड़े गुरु पाखु शिखला कहले भगवान समस्त ठारे अछंती। सी दीक्षा नहीं कि पलि आसला, सेठू आसी हाथी की नमस्कार, है जो बेंगू को नमस्कार कला, बेंग भीतर ही भगवान अच्छा, साप को नमस्कार कला, जिते जीव जंतु अच्छी सब क्या गुरु दीक्षा नहीं ना, समस्त की नमस्कार आसिक गोटा पागल हो जाए हाथी ता पाखे आसला नमस्कार हाँपाई, पागल हो जाए हाथीटा। सेठू सुंड पाखे जेन लगे मुंडटा सी भाई भगवान ना ना, सेठू हाथी कौन कला ना सुंड टेकिक फोपाड़ी देला धरिक 20 हाथ दूर पड़ेगा, 20 हाथ दूर पड़ला, 20 हाथ दूर पड़ला। कहला अरे मु तो जोग मु तो दीक्षा नहीं आसिली, ये गुरु तो मत दीक्षा देले समस्त ठाई भगवान अच्छंती, आउ ये कौन मत मारिला कहीं, ताले कौन भूल गुरु भूल ना मु भूल ना कौन है? झाड़ झुड़िए जाओ केमती सातटांग बंची जाए गुरु को पास पहुँचला। कहले आपन तो कहले समस्त ठारे भगवान अच्छंती, से हाथी मत फोपाड़ी देला, आज मरी जाइथानी मु, आपन किए दीक्षा देले, मत किए शिक्षा देले? गुरु कहले अच्छा जो हाथी तो मारिला ता ऊपर किए बसला कि ना? हाँ तापर गोटे माउंट बईला ना, सी तो कौन कहला ना? सी कहला आज्ञा ये जो एठिक आसनी यहीटा हूँ ये हाथीटा पागल हो जाइए ना, ता कथा तो मानिलु? सी तो गोटे भगवान ना नहीं, तू हाथी की भगवान भाविलु, आउ जन भगवान ऊपर बसी कहून अरे एठिक आस ना, तू कौन कलु? ता कथा मानिलु? मानिलु ना। तेणु भागवत से उक्ति के आनी कह जाए, संसार देख जेते जन समस्त हृदय भगवान। ये जो शरीर आमर जमी शरीर अच्छी, ए संसार मध्य गोटे शरीर अच्छी, प्रकृति हूँ तार शरीर। जदि आत्मा ईश्वर हुए, जीव ब्रह्म ईश्वर हुंती, आ भितर तत्सृष्टा तदेवानुप्राविशति, तत्सृष्टा तदेवानुप्राविशति, आ भितर आकु सृष्टि करी ता भितर से प्रवेश करिगला कोठी शरीर भितर। शरीरटा हो गला तार शरीर, ए देहटा शरीर बा तार
ସେ ଜୀବ ରୂପରେ ରହିଲା, ଭଗବାନ ରୂପରେ ରହିଲା, ଏ ଶରୀରଟା ତାର ପ୍ରକୃତି ହେଇଗଲା। ସେମିତି ଯଦି ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଏକ ଭଗବାନଙ୍କ ସୃଷ୍ଟିର ନିୟନ୍ତା ବୋଲି ଧରାଯାଏ ବା ସମଷ୍ଟି ଆତ୍ମାକୁ ନିଆଯାଏ, ତାହେଲେ ତା ଶରୀର ହେଉଛି ଏଇ ପୃଥିବୀ ବା ଏ ସାରା ବିଶ୍ୱ ଜଗତ, ସାରା ବିଶ୍ୱ, ଚନ୍ଦ୍ର ସୂର୍ଯ୍ୟ ନକ୍ଷତ୍ର ତାରା ଯେତେ ଯୋଉଠି ଅଛନ୍ତି ସେସବୁ ତାର ଶରୀର। ଶରୀର ଭିତରେ ସିଏ ଅଛି ସୂକ୍ଷ୍ମ ଭାବରେ। ପରମ ପରମ ଯଦି ଆତ୍ମା ହୁଏ ବା ଆତ୍ମା ପରମ ହୁଅନ୍ତି, ତାହେଲେ ତାର ଶରୀର ହେଉଛି ସାରା ବିଶ୍ୱ ଜଗତ। ଭାଗବତରେ ସେଇଥିପାଇଁ କହୁଛନ୍ତି ଏଇ ପଂକ୍ତିଟି, ଏଣୁ ମୁଁ ପର ମୋ ଆଶ୍ରୟ, ସର୍ବଜଗତ ମୋର ଦେହ। ସର୍ବଜଗତ ମୋର ଦେହ, ଏ ଜଗତଟା ହଉଛି ମୋର ଦେହ। ଦେଖନ୍ତୁ, କାହିଁକି ତୁମେ ଯଦି ଈଶ୍ୱର ହେଲ ବା ତୁମେ ଯଦି ବ୍ରହ୍ମ ହେଲ, ତୁମ ପାଇଁ ଏ ଜଗତ ଅଛି, ତୁମ ପାଇଁ ଏ ଜଗତ ସୃଷ୍ଟି ହେଇଛି। ତୁମର ପ୍ରତି ଅଂଶରେ ଅଧିକାର ଅଛି ତୁମର ଏ ଜଗତ। ତୁମେ ପାଣି ଉପଭୋଗ କରୁନ କି? ବର୍ଷାକୁ ଉପଭୋଗ କରୁନ କି? ପ୍ରକୃତିଟାକୁ ତୁମେ ଅଗ୍ନିର ସୂର୍ଯ୍ୟର ଉତ୍ତାପକୁ ଉପଭୋଗ କରୁନ କି? ପବନକୁ ଉପଭୋଗ କର, ବିନା ପବନ ତ ରହିପାରିବନି ତୁମେ। ଫ୍ରି ଗୁଡ୍ସ ଯୋଗାଇ ଦିଆଯାଇଛି ତୁମକୁ, ଇକୋନୋମିକାଲ ନୁହେଁ। ପଇସା ଦେଇକି ଅଣାଯାଉନି ପବନକୁ, ପଇସା ଦେଇକି ସୂର୍ଯ୍ୟର କିରଣକୁ ତୁମେ ପାଉନା, ପଇସା ଦେଇକି ବର୍ଷାକୁ ପାଉନା, ନଦୀର ଜଳ, ଏ ପୃଥିବୀର ରଙ୍ଗମଞ୍ଚ ଯେଉଁ ଦୃଶ୍ୟ ଦେଖୁଛ ସିଏ ବି ଏକ ୟୁଟିଲିଟି ତୁମେ ପାଉଛ। ପ୍ରତ୍ୟେକ ଜାଗାରେ ୟୁଟିଲିଟି ମିଳୁଛି, ଫ୍ରି ଗୁଡ୍ସ ବିନା ପଇସାରେ ପାଉଛ, ଯୋଉଟା ଜୀବନ ନେଇକି ରହିଛ। ସୂର୍ଯ୍ୟ ଦେଖନ୍ତୁ, ତୁମ ଡୋର ଖୋଲିଦିଅ, ତୁମ ଝଟକା ଖୋଲିଦିଅ, ଖିଡକି ଖୋଲିଦିଅ, ଦେଖିବ, ତୁମେ ଦେଖିବ ସୂର୍ଯ୍ୟ ପ୍ରାୟ ତୁମରି ପାଇଁ ଅପେକ୍ଷା କରିବେ। ସତରେ ସୂର୍ଯ୍ୟଟା ତୁମର କି? ଆଉ ତୁମେ ଯଦି ଝରକା ନ ଖୋଲିବ, ସୂର୍ଯ୍ୟ କିରଣ ଆସିବ କି ତୁମ ଭିତରକୁ? ତୁମ ଘର ଭିତରେ ପଡ଼ିବନି। ସୂର୍ଯ୍ୟ ତୁମ ପାଇଁ ଅଛି କେବଳ, ତେଣୁ ତୁମ ନିମିତ୍ତ ସବୁ ଜିନିଷ ରଖା ହେଇଛି। ଚନ୍ଦ୍ରର ଶୀତଳତା, ଚନ୍ଦ୍ରର ଆକର୍ଷଣ ମଧ୍ୟ ତୁମ ପାଇଁ ଆବଶ୍ୟକତା ଅଛି। ତୁମ ସେବାରେ ଅଛି ଚନ୍ଦ୍ର, ତୁମ ସେବାରେ ସୂର୍ଯ୍ୟ ଅଛି। ଯେହେତୁ ତୁମେ ଈଶ୍ୱର, ଯେହେତୁ ତୁମେ ଈଶ୍ୱର, ସୂର୍ଯ୍ୟ ନଥିଲେ ତୁମେ କ'ଣ କରିବ କୁହ? ସୂର୍ଯ୍ୟ ଲିଭରେ ରହୁ, ସିଏଲରେ ରହୁ, ଇଏଲରେ ରହୁ, କିଛି ଦିନ ଛୁଟି ନେଇଯାଉ, ଏ ପୃଥିବୀର ଅବସ୍ଥା କ'ଣ ହବ? ତୁମର ଅବସ୍ଥା କ'ଣ ହବ? ଏ ଆଜି ସକାଳୁ କିଏ କହୁଥିଲା ଆଜି ପାଗ ଖରାପ ଅଛି, ଭଲ ଲାଗୁନି। ତେଣୁ ତୁମ ପାଖରେ ପଇସା ନଥାଉ, ଖାଇବାକୁ ନଥାଉ, ଘର ନଥାଉ, ପୋଷାକ ନଥାଉ, କେହି ନଥିଲେ ବି ଯଦି ସୂର୍ଯ୍ୟ ଅଛି, ତୁମର ଜୀବନ ଅଛି। ଏତେ ମୂଲ୍ୟବାନ ବସ୍ତୁ ତୁମ ପାଇଁ ରଖି ଦିଆଯାଇଛି ସୂର୍ଯ୍ୟ ରୂପରେ, ଯିଏ ତୁମକୁ କିରଣ ପ୍ରଦାନ କରୁଛି। ସର୍ବଶ୍ରେଷ୍ଠ ମେଡିସିନ ଯଦି କିଛି ଥାଏ, ସିଏ ହେଉଛି ସୂର୍ଯ୍ୟର କିରଣ। ଯେତେ ପୃଥିବୀରେ ମେଡିସିନ ଅଛି, ସମସ୍ତଙ୍କଠାରୁ ବେଷ୍ଟ ମେଡିସିନ ଯଦି ନିଆଯାଏ, ସେ ସୂର୍ଯ୍ୟର କିରଣ। ସକାଳର ସୂର୍ଯ୍ୟର କିରଣକୁ ଉପଭୋଗ କରନ୍ତୁ। ଖରା ପୋଇଁବା ଯୋଉ କୁହାଯାଏ, ଆଗେ ଯୋଉ ଶୀତ ଦିନେ ଖରା ପୋଉଥିଲେ, ଖରା ବାଜିଲେ ତୁମେ ରୋଗମୁକ୍ତ ହବ। ହେମୋଗ୍ଲୋବିନ୍ ଯେଉଁମାନେ କମି ଯାଇଛି, ସେମାନେ ଖରା ପାଆନ୍ତୁ। ସକାଳର ଖରା ହେମୋଗ୍ଲୋବିନ୍ ବଢ଼ିଯିବ। ଯେଉଁମାନଙ୍କର ହରମୋନ ଇମ୍ବାଲାନ୍ସ ହେଇଛି, ସେମାନେ ବି ସୂର୍ଯ୍ୟ କିରଣ ପାଇଲେ ବି ବାଲାନ୍ସ ହବ କିଛି ଅଂଶରେ। ସକାଳର ସୂର୍ଯ୍ୟ କିରଣ 9ଟା ଭିତରେ
ତେଣୁ ତୁମ ସେବାରେ ସୂର୍ଯ୍ୟକୁ ରଖି ଦିଆହେଇଛି। ତୁମେ ଭାବନି ଯେ ସୂର୍ଯ୍ୟ ସକଳ ଶକ୍ତିର ଆଧାର ହେଲେ ତାକୁ ସୃଷ୍ଟି କଲା କିଏ? ଯେମିତି ଆକାଶ ଅଛି, ଆକାଶକୁ ପୁଣି ସୃଷ୍ଟି କଲା କିଏ? ବୁଝିଲେ? ଆକାଶଟା ଭାବୁଛ ବିରାଟ ଜିନିଷ ଅଛି, ଶୂନ୍ୟତା ଅଛି, କିନ୍ତୁ ଶୂନ୍ୟତାକୁ ତ କିଏ ସୃଷ୍ଟି କରିଥିବ? ଏତସ୍ମାନ୍ ଆତ୍ମନୋ ଆକାଶ ସମ୍ଭୂତ। ଆକାଶ ଅଛି ବୋଲି ସୂର୍ଯ୍ୟ ଅଛି, ଶୂନ୍ୟତାରେ ସୂର୍ଯ୍ୟ ଅଛି। ପୁଣି ସୂର୍ଯ୍ୟର ଚାରିପଟରେ କଣ ହେଇଛି ନା ଘୁରୁଛନ୍ତି ସବୁ ନକ୍ଷତ୍ର ଗ୍ରହ, ମହାକର୍ଷଣ ଶକ୍ତିରେ ଘୁରୁଛନ୍ତି। ମାଧ୍ୟାକର୍ଷଣ ଶକ୍ତିରେ ନିଜ ସ୍ଥିତିରେ ନିଜେ ଅଛନ୍ତି, ଆକର୍ଷଣ କରୁଛନ୍ତି ମାଧ୍ୟାକର୍ଷଣ ଶକ୍ତିରେ ତୁମ ଆଡକୁ। ସାଇମନ ମନେ ପଡୁନି ଟାଇଟେଲ, ସାଇମନ ଇଂଲଣ୍ଡର ଜଣେ ବୈଜ୍ଞାନିକ ଲେଖିଲେ ମାଧ୍ୟାକର୍ଷଣ ଶକ୍ତି ଯେମିତି ଅଛି, ସ୍ପେସର ମଧ୍ୟ ଆକର୍ଷଣ ଅଛି। ସ୍ପେସର ମଧ୍ୟ ଆକର୍ଷଣ ଅଛି। ମାଧ୍ୟାକର୍ଷଣ ଯେମିତି ଆକର୍ଷଣ ଅଛି, ଗ୍ରାଭିଟେସନ ଫୋର୍ସ, ସେମିତି ଆକାଶର ମଧ୍ୟ ଆକର୍ଷଣ ଶକ୍ତି ଅଛି ସ୍ପେସର। ତେଣୁ ଆତ୍ମନଃ ଏତସ୍ମାନ୍ ଆତ୍ମନଃ ଆକାଶ ସମ୍ଭୂତ। ଆକାଶାତ୍ ବାୟୁ, ଆକାଶରୁ ବାୟୁ ସୃଷ୍ଟି ହେଲା। ବାୟୁର ଅଗ୍ନି, ବାୟୁରୁ ଅଗ୍ନି ସୃଷ୍ଟି ହେଲା। ଅଗ୍ନିର ଆପ, ଅଗ୍ନିରୁ ଜଳ ସୃଷ୍ଟି ହେଲା। ଅଦ୍ୟଭାନ ପୃଥିବୀ, ଶେଷରେ ପୃଥିବୀ ସୃଷ୍ଟି ହେଲା। ତେଣୁ ମୂଳ ଉତ୍ସ କିଏ? ଏତସ୍ମାନ୍ ଆତ୍ମନୋ ଆକାଶ ସମ୍ଭୂତ। ହଠାତ୍ ଆତ୍ମାରୁ ଆକାଶ ସୃଷ୍ଟି ହେଇଗଲା। ତେଣୁ ସୂର୍ଯ୍ୟକୁ କିଏ ସୃଷ୍ଟି କଲା? ତତ୍ସବିତୁବରେଣ୍ୟମ୍ ଓಂ ଭୂର୍ଭୁବସ୍ୱଃ ତତ୍ସବିତୁବରେଣ୍ୟମ୍ ଓಂ ଭୂର୍ଭୁବସ୍ୱଃ ତତ୍ସବିତୁବରେଣ୍ୟମ୍। ସବିତା ଅର୍ଥ ସୂର୍ଯ୍ୟ, ସୂର୍ଯ୍ୟ ନୁହେଁ, ସବିତା ଅର୍ଥ ଆତ୍ମା। ତତ୍ସବିତୁବରେଣ୍ୟମ୍, ସିଏ ବରଣ୍ୟ ଯୋଗ୍ୟ। ସୂର୍ଯ୍ୟକୁ ସମସ୍ତେ ନେଇଛନ୍ତି। ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟ ହେଉଛି ସକଳ ଶକ୍ତିର, ବା ସୂର୍ଯ୍ୟକୁ ସବିତା ବୋଲି ମାନେ ଆକଳନ କରିଛନ୍ତି, କିନ୍ତୁ ବାସ୍ତବରେ ସବିତା ଅର୍ଥ ସୂର୍ଯ୍ୟ ନୁହେଁ, ସବିତା ଅର୍ଥ ଆତ୍ମା। ତେଣୁ ସେ ଆତ୍ମା ହେଉଛି ତତ୍ ସବିତୁବରେଣ୍ୟମ୍, ସେ ସବିତା ହେଉଛି ବରେଣ୍ୟ ଯୋଗ୍ୟ, ଆତ୍ମା ହେଉଛି ବରେଣ୍ୟ ଯୋଗ୍ୟ। ଆମ ଉପକାର ପାଇଁ ସୂର୍ଯ୍ୟକୁ ରଖାଯାଇଛି। ଆମ ଉପକାର ପାଇଁ ଯେମିତି ଆମେ ମ୍ୟୁନିସିପାଲିଟି ଲାଇଟ୍ ଦେଉଛେ, ଷ୍ଟ୍ରିଟ୍ ଲାଇଟ୍, ବିରାଟ ଲାଇଟ୍, ସେ ଅଞ୍ଚଳଟା, ସେ ସହରଟାକୁ ଆକର୍ଷିତ ବା ଉଜ୍ଜଳମୟ କରିଦେଉଛି। ସେମିତି ବଡ଼ ଆକାରରେ ଯେତେବେଳେ ପୃଥିବୀବାସୀ ପାଇଁ ଗୋଟେ ବଡ଼ ଲାଇଟ୍ ଥୋଇ ଦିଆହେଇଛି ବହୁତ ଦୂରତାରେ। ତୁମ ଘର କରେ ଯଦି ସୂର୍ଯ୍ୟ ଉଦୟ ହେଇଥାନ୍ତା, ତମ ଘର ରହିଥାନ୍ତା? ତେଣୁ ବହୁତ ଦୂରରେ ରଖି ଦିଆହେଇଛି। 13 ଲକ୍ଷ, କେତେ ଦୂରତା ହେଲାଣି ଦେଖନ୍ତୁ। ଇଣ୍ଡିଆ ଛାଡ଼ିଛି ଏବେ ସୂର୍ଯ୍ୟର ପରିକ୍ରମା, ସୂର୍ଯ୍ୟର ଗତିବିଧି ଲକ୍ଷ୍ୟ କରିବା ପାଇଁ। ତେବେ ଏଣୁ ମୋ ପରମ ଆଶ୍ରୟ ସର୍ବଜଗତ ମୋର ଦେହ। ଏ ଜଗତଟା ହେଉଛି ମୋର ଦେହ। ତେଣୁ ଏ ଜଗତଟାକୁ କିଏ ପାଳନ କରୁଛି ନା ଜଗତଟାକୁ ଜୀବ ପରମ ମିଶିକିରି ପାଳନ କରୁଛନ୍ତି। ଏ ଜଗତକୁ ଜୀବ ପରମ ମିଶିକିରି ପାଳନ କରୁଛନ୍ତି। ଏ ଜୀବର ଶକ୍ତି ନାହିଁ କହିଲେ ଅତ୍ୟୁକ୍ତି ହବନି। ଜୀବର ଶକ୍ତି ଅଛି, ପରମ ଶକ୍ତି ଅଛି। ଜୀବ ପରମ ଭାବ ବହି ବ୍ରହ୍ମାଣ୍ଡ ପାଳୁ ଭାବଗ୍ରାହୀ। ସେ କୋଉ ରୂପରେ ଅଛନ୍ତି? ସେ କୋଉଠି ଅଛନ୍ତି? କୋଉ ରୂପରେ ଅଛନ୍ତି? ଭାଗବତରେ କେତେଟା
ଭାଗବତରେ ପୁଣି କୁହାଯାଇଛି ସକଳ ଯିବେ ନରହରି ବସଇ କାହା ରୂପ ଧରି ବସିଛି ସେ ବସଇ ଆତ୍ମା ରୂପ ଧରି ସକଳ ଯିବେ ନରହରି ନର ଅର୍ଥ ନରରୁ ନାରାୟଣ ନର ଦେହ ନାରାୟଣ ସକଳ ଯିବେ ନରହରି ବସଇ ଆତ୍ମା ରୂପ ଧରି ହରି ବୋଲ ନା କ'ଣ ହଉ ଆମେ ତ ଜାଣିଲେ ଆ ଭିତରେ ଈଶ୍ୱର ଅଛନ୍ତି ଆତ୍ମା ଅଛନ୍ତି ଜୀବ ଯିଏ ସେଇ ବ୍ରହ୍ମାଣ୍ଡର ପାଳକ ସବୁ ସେଇର ନିୟନ୍ତା ହର୍ତ୍ତା କଥା ସବୁ ଆମେ ଜାଣିଲେ ଭାଗବତରେ ଯେଉଁ ଉଲ୍ଲେଖ ଅଛି ଆମେ ତାକୁ ଆଲୋଚନା କଲେ ଆକୁ ପାଇବା କେମିତି ମୂଳ କଥା ହେଲା ଆକୁ ପାଇବା କେମିତି କ'ଣ କଲେ ପାଇପାରିବା ଭାଗବତରେ ଯୋଗ କଥା ଲେଖା ହେଇଛି ଭାଗବତରେ ଯୋଗ କଥା ଲେଖା ହେଇଛି କି ନାହିଁ ଦେଖିବେ ସମୀର ସମ କଳେବର ଏ କଳେବର ବା ଶରୀରକୁ ସମୀର ସମ କରିବ ପବନ ସମ କରିଦେବ ସମୀର ସମ କଳେବର ସମ ଆସନଟାକୁ ସମାନ କରି ରଖିବ ଉପରକୁ ଯେତିକି ସାଇଡକୁ ସେତିକି ତାହେଲେ ତୁମେ ଯୋଗ କରିପାରିବ ଯୋଗ କଥା ବର୍ଣ୍ଣନା କରାଯାଇଛି ତେବେ ମୁଁ ସେ ଯୋଗର କ'ଣ ବର୍ଣ୍ଣନା କରାଯାଏ ସେଗୁଡ଼ା ସେପାରେଟ୍ ଆମେ ଆଲୋଚନା କରିବା ସେଆଡ଼କୁ ଯିବାନି କ'ଣ କଲେ ଆମେ ପାଇପାରିବା କ'ଣ ଆବଶ୍ୟକତା ଅଛି ଏଇ ଯେଉଁ ଜୀବ ବ୍ରହ୍ମକୁ ପାଇବା ପାଇଁ ବା ଜୀବଟା କେମିତି ବ୍ରହ୍ମ ହେଇପାରିବ କ'ଣ ଦରକାର ତାର ତିନୋଟି ମୂଳ ଜିନିଷ ଦରକାର ସେ ହେଉଛି ଜ୍ଞାନ ବୈରାଗ୍ୟ ଆଉ ଯୋଗ এই তিনোটি উপাদান হয়ে তুমি বা জীবটা ব্রহ্মরে মিশি পারিব পার্থক্য হয়ে যাই না তুমি পার্থক্য নিজে নিজে করুছ আজ এই মুহূর্তর চিন্তন কলে জনে আসলে এটি কলে মু আজ্ঞা কেতে শীঘ্র সমাধি হেবি মতো টিকে কুহতু কেবল সমাধি পাই সে আসলে মু কলে এইটি রহি যাও আউ যাওনি ঘরକୁ এইটি রুহ বর্তমান আরম্ভ হব কাউন্টেবল তোমার সমাধি হবার कहला आज्ञा झीटी अच्छी पुओ अच्छी स्त्री अच्छी संसार अच्छी कौन करी मुझे जाओ फेरी जाओ पर आसो समाधि नब जदि समाधि एबे हवा चाहूच ये केते दिन लगे कहब किंतु समाधि काउंटेबल आरंभ होगला हबार प्रकल्प आरंभ होगला वर्तमान ठार जदि रहिल आ जदि फेरी जीव परिधि रहिल कौच छोट झीटा जन्म हो माँ क्षीर दौची संसार अच्छी ताकू जगिब किए मुझे जग जाओ फेरी जाओ शीघ्र समाधि पर हम असुविधा कौन हो जाए जदि समाधि एबे हवाई चाहूच एबे एठी रुह नानक तो कहते तुम घर अच्छी ना हाँ अच्छी ताकू निआं लगे पड़े आस मो पाक जदि घर अच्छी ताकू जाली दियो ताहले तुम समाधि हम ए कथा को टिके चिंता कर तुम्हें कौन कर मो घर अच्छी पुटी देती रंग देती आउ गोटे ताला करी इत्यादि इत्यादि समाज केमती हम तुम शीघ्र छाड़ी दियो बंधन से योग आश्रम सब योग करुले रोले गुरु पाखे रोले शिष्यत्व ग्रहण करते 20-22 वर्ष पर घर को फेरुले सब शिक्षा करी वर्तमान से शिक्षा को आसीगले इंग्रेज सरकार आसिले मिक्कोलिन के देले पावर केमती शिक्षा पद्धति ध्वंस हो इंडिया जो शिक्षा थिला भारत वर्ष रे से शिक्षा को गुरुकुल आश्रम को सब भांगी दिया गला
कन्भेंट तैयारी होला। कन्भेंट किए ना जो कन्भेंट रे बाप माँ जार नथिबो से पिला को से कन्भेंट रे पढ़ाती इंग्लैंड रे। सेमान तो परित्यक्त पिला जन्म करी फोपाड़ी देवे। आज गोटे विवाह हेलानी काली गोटे विवाह हे तांकर किछि नाही। तेणु जो संतान जन्म नौथिला ताकु नै कि छाड़ी दउथिले कन्भेंट वाला आसिक नहीं पाठ पढ़ुले से माने जो संतान बाप माँ ना सी हूँ कन्भेंट छुआ से कन्भेंट ना लिखुले। तेणु बापा ना स्कूल रे बापा डाकिबे कि नहीं डाकिले फादर माँ ना मदर। स्कूल रे जो पिला मानक मैडम डाकिले बा मदर डाकिले फादर मदर हो गला माने स्कूल शिक्षक शिक्षयित्री सी हो गले बाप माँ कन्भेंट छुआंकर। से आडप्शन मिकोलिन आसिले ये भारत में प्रयोग कले कन्भेंट तैयारी गुरुकुल नष्ट कर गुरुकुल नष्ट कर इंडिया कले शिक्षा पद्धति की जदि ध्वंस कर एते पावरफुल शिक्षा सब शिखी ना तेणु बंद कर दिगला तांको शिक्षा जो लेटरटा 26टा मात्र अक्षर ताकू रदी रदी भाषा जदि किसी था पृथ्वी रे से हो इंग्लिश रदी भाषा को पूरे दिगला है ना पप मम डैड सब चलती इंडिया रे आउ फादर बापा माँ नाई बो नाई कि बापा नाई आस्ते आस्ते यही तो भुवनेश्वर कथा मुझे कहूँ कई तो बापा बोले गोटे शब्द मुझे शुणिनी ये जी अच्छा किए डाकुन बोले जो पिला को देखिए से पिला कह डैडी नाथ मम नाथ जहाँ को देखिले ये आंटी से जो आंटी माने जी माने पीयूसी आंटी आउ माउसी पीयूसी जी सब एक अर्थ आउ शब्द तो ना इंग्लिश रो ना इन ल लगे देले सब हो गला इन ल माने सब हो गला मात्र 2600 वर्ड अच्छी इंग्लिश रे से 2600 आउ कोड धार धुरा जर्मन फ्रांस रो आनी कि आउ किछ पुरै कि केते वर्ड संग्रह कले जोटा कि इंग्लिश हो गला लैटिन वर्ड फ्रेंच वर्ड इंग्लिश रे किछ मूलदुआ ना अति रद्दी शब्द होची इंग्लिश संस्कृत रे 40,000 हमर अछि केते शब्द अछि हिंदी शब्द केते भी अच्छी सूर्य से सन अरे सन तो गोटे एठी हमर भास्कर मार्कंड दिवाकर केते जे सूर्यंकर ना अछि तार शब्दकोश किछि नै तेणु इंग्लिश मिकोलिन जो आसिले सब जंग ध्वंस कर देला हमर शिक्षा पद्धति की तेणी कि जीवानी आमे शिक्षा पद्धति की ध्वंस कर देला कन्वेंट आसिला कन्वेंट रे कौन से जो आलजेब्रा देखते आलजेब्रा किसी मूल्य ना जो आलजेब्रा घोषी घोषी रट ताको कसी कसी तुम कागज दिस्ता दिस्ता नष्ट हो जाइथिबो सेतरे कि a+b रे होल स्क्वायर ताधरे कौन आजिकल अच्छी काम कहले a+b रे होल स्क्वायर कौन करूछ तुम ना नहीं कि आज पर्यंत पाठ बंद एरिथमेटिक बंद ताकू बंद हो गला आनी से पूरे से माने पाठ गुड़ा छाड़ तेणु आम एठी ब्रह्म जीव जीव जे केमती ब्रह्म हम कौन दरकार एक रे ज्ञान दरकार दुई रे वैराग्य दरकार जेमती से लोक कहले ये समाधि हम आम तो परिकल्पना कर समाधि केन्द्र करवा अंडरग्राउंड तले भी समाधि केन्द्र कर 7-8 जन नहीं समाधि करने प्रकल्प आम रखी तेणु वैराग्य दरकार रही बसी आसी न रही समाधि हेनी खूब शीघ्र जो मैंने चाहते आउ कौन ना जोग दरकार बिना जोगरे भी हो पार ज्ञान दरकार वैराग्य दरकार जोग दरकार से भागवत लेखाए देख ज्ञान वैराग्य जोग बले से ब्रह्मे जीव
ଯାଇ ମିଳେ। ଜ୍ଞାନ ବୈରାଗ୍ୟ ଯୋଗ ବଳେ ସେ ବ୍ରହ୍ମେ ଜୀବ ଯାଇ ମିଳେ। ସେ ଏଇ ଯୋଉ ଜୀବଟା ବ୍ରହ୍ମରେ ମିଶିଯିବ, ସେ ବ୍ରହ୍ମେ ଜୀବ ଯାଇ ମିଳେ। ଜୀବଟା ବ୍ରହ୍ମରେ ମିଶିଯିବ, କନଭର୍ଟ ହେଇଯିବ। ତୁମର ଯୋଉ ଭାବନାଟା ପରିବର୍ତ୍ତନ ହେଇଯିବ, ସେଇଠି ତୁମେ ବ୍ରହ୍ମ ହେଇଯିବ। ସେଇଠି ତୁମେ କହିବ ଅହଂ ବ୍ରହ୍ମାସ୍ମି ତତ୍ତ୍ୱମସି ସର୍ବଖଲିଦଂ ବ୍ରହ୍ମ ଅୟଂ ଆତ୍ମା ବ୍ରହ୍ମ ତତ୍ତ୍ୱମସି। ଏଇ ଆତ୍ମା ବ୍ରହ୍ମ ତତ୍ତ୍ୱମସି, ତାହା ତୁମେ ମଧ୍ୟ ଅଟ। ଅୟଂ ଆତ୍ମା ବ୍ରହ୍ମ, ଏଇ ଆତ୍ମା ହିଁ ବ୍ରହ୍ମ। କାଳେ କିଏ ଭିନ୍ନ ଅର୍ଥରେ ଭାବିବ ବୋଲି ତାକୁ କୁହାଯାଇଛି ଏଇ ଆତ୍ମା ହିଁ ବ୍ରହ୍ମ। ତେଣୁ ସର୍ବମୋଟରେ ପ୍ରିଲିମିନାରୀ ଅବସ୍ଥା ହେଉଛି କ'ଣ ନା ତୁମକୁ ସାଧୁସଙ୍ଗ କରିବାକୁ ପଡ଼ିବ। ସବୁ କିଛି ପାଇବାକୁ ହେଲେ ତୁମେ ଏ ସାଧୁସଙ୍ଗ ବିନା କିଛି କରିପାରିବ ନାହିଁ। ତେଣୁ ଭାଗବତରେ ପୁଣି କହିଲେ ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନ ପାରେ ମୋର ତନୁ। ଗୁରୁଙ୍କୁ ମଧ୍ୟ ଛାଡ଼ି ନାହାନ୍ତି ସେଥିରେ। ଗୁରୁଙ୍କୁ ନମ ଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର। ପ୍ରାଣୀ ହୁଅନ୍ତି ଆତଜାତ ନ ଜାଣି ବେଦର ବୃତ୍ତାନ୍ତ। ବେଦର ବୃତ୍ତାନ୍ତ ନ ଜାଣିକି ପ୍ରାଣୀ ଏପଟ ସେପଟ ହୁଅନ୍ତି। ତେଣୁ ଗୁରୁ କରିବାକୁ ପଡ଼ିବ, ସାଧୁସଙ୍ଗ କରିବାକୁ ପଡ଼ିବ, ଅସତ ସଙ୍ଗ ଛାଡ଼ିବାକୁ ପଡ଼ିବ, ବୈରାଗ୍ୟ ଆଣିବାକୁ ପଡ଼ିବ, ଜ୍ଞାନରେ ଲୀନ ହେବାକୁ ପଡ଼ିବ, ଆଉ ଯୋଗ କରିବାକୁ ପଡ଼ିବ। ଏତିକି ଦରକାର। ତେଣୁ ଆଜି ଆମେ ଏ ଯେଉଁ ଭାଗବତର ପୁସ୍ତକ ଓଲଟାଇ ଏତିକି ଆମେ ଗ୍ରହଣ କଲେ, ମୁଁ ଆଶା କରେ ଏଇ ସତ୍ସଙ୍ଗଟି ତୁମକୁ ଭାଗବତ ଜ୍ଞାନରୁ ନିଶ୍ଚିନ୍ତ ଜୀବ ଆତ୍ମା ଆଡ଼କୁ ଅଗ୍ରସର ହେବା ପାଇଁ ନିଶ୍ଚିନ୍ତ ଖୋରାକ ଯୋଗାଇବ। ଜୟ ଜୟ।